ପିଲାମାନେ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ତରଫରୁ ତୁମମାନଙ୍କୁ ଶୁଭ ଅଭିନନ୍ଦନ। ଆମେ ଯେଉଁ ରିଭିଜନ୍ କ୍ଲାସ୍ ଚାଲିଛି ଆମର ପୁନରାଲୋଚନା, ସେଥିରେ ଆମେ ଜନ୍ମଭୂମି ପ୍ରବନ୍ଧ ପ୍ରଥମେ ଆରମ୍ଭ କରୁଥିଲେ। 2ଟା କ୍ଲାସ୍ ସରିଗଲାଣି। 2ଟା କ୍ଲାସ୍ ପରେ ତୃତୀୟ କ୍ଲାସ୍ରେ ଜନ୍ମଭୂମି ବିଷୟଟା ଆଜି ସରିଯିବ। ତେଣୁ ସାର୍ ତା ଆଗରୁ ମୋ ଆଗରୁ ଅନ୍ୟ ସାର୍ ପଢ଼େଇ ସାରିଛନ୍ତି, ତୁମକୁ ଟିକେ ବୁଝେଇ ସାରିଛନ୍ତି, ପ୍ରଶ୍ନ ଉତ୍ତର ମଧ୍ୟ ଦେଇଛନ୍ତି, ବୁଝି ସାରିଥିବ। କାଳେ କିଛି ଫାଙ୍କା ରହିଯାଇଥିବ, କାଳେ କିଛି ଅବୋଧ୍ୟ ରହିଯାଇଥିବ, ସେଥିପାଇଁ ମୁଁ ପୁଣି ଥରେ ଆଲୋଚନା କରିଦେଲି ଯେ ତୁମର ଆଉ କିଛି ଅସୁବିଧା ହେବନି। ତେଣୁ ଆଲୋଚନା କରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଲାଇନ୍କୁ ନେଇକି ମୁଁ ପ୍ରଶ୍ନ ମଧ୍ୟ ତୁମମାନଙ୍କୁ କାଢ଼ିକି ଦେଇଦେଲି। ପ୍ରଶ୍ନ କାଢ଼ିବା ହେଉଛି ବଡ଼ କଥା, କାରଣ ବୋର୍ଡ଼ରେ କେଉଁ ଟାଇପ୍ କ'ଣ ପ୍ରଶ୍ନ ଆସିବ ତାର କହିହେବ ନାହିଁ। ତ ବହିରେ ଯେଉଁ ପ୍ରଶ୍ନ ଦିଆହେଇଛି ସେସବୁ ସିମ୍ପଲ୍ ପ୍ରଶ୍ନ, ଅଳ୍ପ କିଛି। ତା ଅପେକ୍ଷା ଅନ୍ୟ କିଛି ପ୍ରଶ୍ନ, ବହୁତ ପ୍ରଶ୍ନ ରହିଯାଉଛି ବହିରେ। ତେଣୁ ସେଇ ପ୍ରଶ୍ନ ଗୁଡ଼ାକ ସବୁ କାଢ଼ିବା ହେଉଛି ବଡ଼ କଥା। ତେଣୁ ସେ ପ୍ରଶ୍ନ ଗୁଡ଼ାକ ସବୁ ମୁଁ କାଢ଼ି ଦେଇଛି। କାଢ଼ି ଦେଇକି ତୁମକୁ ଲେଖିକି ଦେଇଦେଉଛି, ତୁମକୁ ବୋଧଗମ୍ୟ ହେବା ପାଇଁ, ବୁଝିଯିବ ଏବଂ ସେଇ ଅନୁସାରେ ଉତ୍ତର ସବୁ କରିବ। ଯଦି କିଛି ଉତ୍ତର ତୁମକୁ ଡାଉଟ୍ ରହିଯାଉଥାଏ ମୋତେ ପଚାରିବ, ଆମେ କହିଦେବା। ଯେମିତି ତୁମର ବାଲେଶ୍ୱର ଜିଲ୍ଲା ଯେମିତି ଟପ୍ ପୋଜିସନ୍ ରୁହେ, ମୋର ଇଚ୍ଛା ବାଲେଶ୍ୱର ଜିଲ୍ଲା ଆମର ଓଡ଼ିଆ କାର୍ଯ୍ୟକ୍ରମ ଯାଉଛି, ଓଡ଼ିଆରେ ସମସ୍ତେ ଯେମିତି 100 ପାଖାପାଖି ରଖିବ, ଚମକି ପଡ଼ିବନି, 100 ପାଖାପାଖି ସମସ୍ତେ ରଖିବ। ସେଇ ଅନୁସାରେ ଆମ ପ୍ରଭାତ ସାର୍ MRP ଯିଏ ଅଛନ୍ତି, ସେ କହିଛନ୍ତି ଆପଣ ଭଲ ଭାବରେ ଦଶମ ଶ୍ରେଣୀଟାକୁ ଟିକେ ଦେଖନ୍ତୁ, ପିଲା ଯେମିତି 100ରୁ 100 ପାଖାପାଖି ରଖିବେ। ଗୋଟେ ମାର୍କ 2 ମାର୍କ କମିଯାଇପାରେ, 98 ହେଇଯାଇପାରେ, କିନ୍ତୁ 100 ପାଖାପାଖି ଯେମିତି ରହିବ, ସେଇ ଅନୁସାରେ ତୁମମାନଙ୍କୁ ମୁଁ ଚେତାଇ ଦେଉଛି, ସେଇ ଅନୁସାରେ ପଢ଼ଉଛି। ତେଣୁ ସେଇ ଅନୁସାରେ ପୁଣି ମୁଁ ସବୁଟାକୁ ଆଲୋଚନା କରିବା ପାଇଁ ସ୍ଥିର କରିଛି, ସବୁଗୁଡ଼ାକ ଆଲୋଚନା କରୁଛି। ତ 2ଟା କ୍ଲାସ୍ ଗଲାଣି, ଏଇଟା ତୃତୀୟ କ୍ଲାସ୍। ତେଣୁ ଲକ୍ଷ୍ୟ କର, ତୃତୀୟ କ୍ଲାସ୍ରେ ଆରମ୍ଭ ହୋଇଛି। ଏହିସବୁ କାରଣରୁ ବହୁ ପଲ୍ଲୀଜନନୀ ଆଜି ସେମାନଙ୍କ ଶିକ୍ଷିତ ସନ୍ତାନକୁ ହରାଇ ବସିଛନ୍ତି। ଏହିସବୁ କାରଣରୁ ବହୁ ପଲ୍ଲୀଜନନୀ ସେମାନଙ୍କ ଶିକ୍ଷିତ ସନ୍ତାନକୁ ହରାଇ ବସିଛନ୍ତି। ନା କେଉଁ କାରଣରୁ ପଲ୍ଲୀଜନନୀ ତାଙ୍କ ଶିକ୍ଷିତ ସନ୍ତାନକୁ ହରାଇ ବସିଛନ୍ତି? ନା ସତ୍ ଉପାୟରେ ହେଉ, ଅସତ୍ ଉପାୟରେ ହେଉ, ଯିଏ ଯେତେ ବେଶୀ ଧନ ଅର୍ଜନ କରି ଜୀବନ ଯୁଦ୍ଧରେ ଦିଗ୍ବିଜୟ ବୀର ହେବା ପାଇଁ ଚେଷ୍ଟା କରିକି ଗାଁ ଛାଡ଼ିଥାନ୍ତି, ବାହାରକୁ ଚାଲିଯିବେ, ପାଠ ପଢ଼ିକି ବଡ଼ ଚାକିରି କରନ୍ତୁ, ବା ଅସତ ଉପାୟରେ ହେଉ ଧନ ରୋଜଗାର କରନ୍ତୁ, ସେମାନେ ଗାଁରୁ ପଳାନ୍ତି। କାରଣ ଗାଁରେ ଗୋଟେ ଜୀବିକାର୍ଜନର ପନ୍ଥା କେବଳ କୃଷି ବ୍ୟତୀତ ଗାଁରେ ଆଉ କିଛି ନାହିଁ। ଆଉ ବ୍ୟବସାୟ କରିହେବନି ଗାଁ ଭିତରେ, କି ଶିଳ୍ପ ଗାଁର ଭିତରେ କରିବା ସମ୍ଭବପର ନୁହେଁ। ତେଣୁ ଗାଁରେ ଆଉ ଧନ ଅର୍ଜନ କରି, ଅଧିକ ଧନ ଅର୍ଜନ କରି ଯିଏ ବଡ଼ ହେବା, ଧନୀ ହେବା, ଜୀବନ ଦିଗ୍ବିଜୟ ବୀର ହେବା, ସେମିତି ସମ୍ଭବ ନୁହେଁ। ସେଥିପାଇଁ ଆମେ ଗାଁକୁ ଛାଡ଼ିବାକୁ ପଡ଼ିବ, ସହରକୁ ଯିବାକୁ ପଡ଼ିବ, ଅନ୍ୟ ଦେଶକୁ ଯିବାକୁ ପଡ଼ିବ। ତ ସେଇ କଥାକୁ ସେ କହିଛି। ଏହିସବୁ କାରଣରୁ ବହୁ ପଲ୍ଲୀଜନନୀ, ବହୁ ଗାଁ ଶିକ୍ଷିତ ସନ୍ତାନକୁ ହରାଇଛନ୍ତି। ଯେଉଁମାନେ ଶିକ୍ଷିତ ଥିଲେ ସେମାନେ ଆଜି ଗାଁରେ ନାହାନ୍ତି, ସେମାନେ ସହରରେ କିମ୍ବା ବିଦେଶରେ ଘରଫର କରି ରହିଗଲେଣି। କାହିଁକି? ସେମାନେ ଚାହୁଁଛନ୍ତି ଆମେ ବି ବଡ଼ ହୋଇକି ଦେଖାଇଦେବୁ, ଆମେ ବି ଧନୀ ହେମୁ, ଆମେ ବି ଧନର ଅଧିକାରୀ ହେମୁ, ପ୍ରତିଷ୍ଠାର ଅଧିକାରୀ ହେମୁ। ତେଣୁ ସେଇପାଇଁ ସେମାନେ ଗାଁ ଛାଡ଼ୁଛନ୍ତି। ଅର୍ଥ ବଳରେ ହେଉ, ଭାଗ୍ୟ ବଳରେ ହେଉ ବା ଅଧ୍ୟବସାୟରେ ହେଉ, ଯେଉଁମାନେ ଶିକ୍ଷିତ ରୂପେ ଉଦୀୟମାନ ହୁଅନ୍ତି ସେମାନଙ୍କ ସମ୍ବନ୍ଧରେ ପଲ୍ଲୀଗ୍ରାମରେ ବହୁ କଳ୍ପନା ଜଳ୍ପନା ଚାଲେ। ଅର୍ଥ ବଳରେ ହେଉ ବା ଭାଗ୍ୟ ବଳରେ ହେଉ ବା ଅଧ୍ୟବସାୟ ବଳରେ ହେଉ, ଯେଉଁମାନେ ଶିକ୍ଷିତ ରୂପେ ଉଦୀୟମାନ ହୁଅନ୍ତି ସେମାନଙ୍କ ସମ୍ବନ୍ଧରେ ପଲ୍ଲୀଗ୍ରାମରେ ବହୁ କଳ୍ପନା ଜଳ୍ପନା। ତା'ମାନେ ପଇସା ପତ୍ର ଥିବ, ଜଣଙ୍କର ପଇସା ପତ୍ର ଥିବ, ତା ବାପା ତାକୁ ବିଭିନ୍ନ ଟ୍ୟୁସନ୍ ଦେଲେ, ବିଭିନ୍ନ କୋଚିଂ ଦେଲେ, ଭଲ ସ୍କୁଲରେ ପାଠ ପଢ଼ାଇଲେ, ପ୍ରତ୍ୟେକ ସବଜେକ୍ଟରେ ଗୋଟେ ଟିଚର୍ ଦେଲେ। ତେଣୁ ସେ ପିଲା ବାଧ୍ୟ ହେଇକି ଭଲ କରିବ। ତେଣୁ ଅର୍ଥ ବଳରେ ସେ ଶିକ୍ଷିତ ରୂପେ ଉଦୀୟମାନ ହେଲା। ବା ଭାଗ୍ୟ ବଳରେ କ'ଣ, ଗୋଟେ ପିଲା ତାର ବାପା କୃଷି କରୁଛି ବା ଚା ଦୋକାନଟା କରୁଛି ବା ରିକ୍ସାବାଲାଟା ହେଇଛି, ତା ଛୁଆ ଦେଖୁଛ କେତେ ବଡ଼ ପାଠ ପଢ଼ୁଛନ୍ତି, କ୍ଲାସ୍ରେ ଫାଷ୍ଟ ହେଉଛନ୍ତି, +2 ସାଇନ୍ସରେ ଫାଷ୍ଟ ହେଉଛନ୍ତି, +3 ସାଇନ୍ସ ଫାଷ୍ଟ ହେଉଛନ୍ତି, IAS ପାଉଛନ୍ତି।
ମେଟ୍ରିକରେ ସର୍ବୋଚ୍ଚ ସ୍ଥାନ ରଖୁଛନ୍ତି, A1 ଗ୍ରେଡ଼୍ରେ ପାସ୍ କରୁଛନ୍ତି। ଦେଖୁ ଲକ୍ଷ୍ୟ କରୁଛ ନା ନାହିଁ? ତାର ଭାଗ୍ୟ ସେଇଠି ତ କୁହନ୍ତି ତାର ଭାଗ୍ୟ ଆଉ ତା ଭାଗ୍ୟ ବଳରେ ସେ ପାଉଛି ଆଉ ଟିକେ ଅଧ୍ୟବସାୟ ବଳେ ଜଣେ ପରିଶ୍ରମ କରେ, କଠିନ ପରିଶ୍ରମ କରୁଛି। କେଉଁ ଦିନକୁ ମୁଁ 18 ଘଣ୍ଟା 19 ଘଣ୍ଟା ପରିଶ୍ରମ କରୁଛି। ପରିଶ୍ରମ କରିକି ସେ ତାର ଚେଷ୍ଟା କରିକି ସେ ତାର ପାଉଛି। A1 ଗ୍ରେଡ଼୍ ପାଇଲା ତାର ପରିଶ୍ରମ କରିକି, ବା +2 ସାଇନ୍ସରେ ଫାଷ୍ଟ ହେଲା, +3 ସେଭଳିଆ ଫାଷ୍ଟ ହେଲା, ବା IAS ପାଇଲା। ତେଣୁ ସେଇ କଥା କହୁଛି ଯେ ଧନ ବଳରେ ହେଉ ବା ଭାଗ୍ୟ ବଳରେ ହେଉ ବା ଅଧ୍ୟବସାୟ ନିଜର ଚେଷ୍ଟା ବଳରେ କଠିନ ପରିଶ୍ରମ କରି ପାଠ ପଢ଼ିକି ହଉ, ଯେଉଁମାନେ ଶିକ୍ଷିତ ରୂପେ ଉଦୀୟମାନ ହୁଅନ୍ତି ଗାଁରେ, ଯେଉଁମାନେ ଭଲ ପାଠ ପଢ଼ି ପଢ଼ି ଚାଲନ୍ତି, ସେମାନଙ୍କ ସମ୍ବନ୍ଧରେ ପଲ୍ଲୀଗ୍ରାମରେ ବହୁ କଳ୍ପନା ଜଳ୍ପନା ଚାଲେ। ସେମାନେ ସମ୍ବନ୍ଧରେ ନାନା ଆଲୋଚନା ଚାଲେ। ଅନେକ କଥା ସମସ୍ତେ କୁହନ୍ତି ସେ ଭଲ ପାଠ ପଢ଼ୁଛି, ଗାଁରେ ନାଁ କରିବ, ଭଲ ପିଲାଟେ, ଶାନ୍ତଶିଷ୍ଟ ହେଇଛି, ସବୁବେଳେ ବହିର ବହି ସହିତ ଜଡ଼ିତ ରହୁଛି, ଅନ୍ୟ କିଛି ବିଷୟ ଆଲୋଚନା କରୁନାହିଁ, ଖରାପ ଆଡ଼ିକୁ ଗତି କରୁନାହିଁ, କାହା ସାଙ୍ଗରେ ମିଶୁନାହିଁ, ତା'ର ପାଠ ପଢ଼ୁଛି, ଭଲ ପିଲାଟେ, ସେଇଟା ଚାକିରି କଲେ ଆମ ଗାଁର ନିଶ୍ଚୟ କିଛି ଉନ୍ନତି ହେବ। ବିଦ୍ୟାର୍ଥୀ ଜୀବନରେ ସେମାନେ ପିତାମାତାଙ୍କ ଆଶା ଭରସା ସ୍ଥଳ ହୋଇ ଗ୍ରାମ ବୃଦ୍ଧମାନଙ୍କ ପ୍ରଶଂସା ଦୃଷ୍ଟାନ୍ତ ହୋଇ ଗ୍ରାମଭୂମି ମଣ୍ଡନ କରିଥାନ୍ତି। ସେଇ ଶିକ୍ଷିତ ପିଲା, ଗାଁର ସେଇ ଶିକ୍ଷିତ ପିଲା ବିଦ୍ୟାର୍ଥୀ ଜୀବନରେ ପାଠ ପଢ଼ୁଥିବା ସମୟରେ ପିତାମାତାଙ୍କ ଆଶା ଭରସା ସ୍ଥଳ ହେଇଥାନ୍ତି। ଏତେ ଭଲ ପଢ଼ାଉଥାନ୍ତି, ବାପା ମା ଆଶା କରିଥାନ୍ତି ଯାହା ହଉ ପିଲାଟା ଭଲ ପଢ଼ୁଛି, ଗୋଟେ ଚାକିରିଟେ କଲେ ଆମ ଘରଟାର ଉନ୍ନତି ହେବ, ଘରଟା ପକ୍କା ଘରଟେ କରିବେ, କିମ୍ବା ଆମେ ଟିକେ ବୁଢ଼ାବୁଢ଼ୀ କାଳରେ ସୁଖରେ ରହିବା, ସେ ଆମକୁ ପୋଷିବ, ବଡ଼ ଚାକିରିଟେ କରିକି ଆମ ନିର୍ଭର ରହିବ, ଆମକୁ ସୁଖରେ ରଖିବ। ସେ ଆଶା ଭରସା କରିଥାନ୍ତି ପୁଅ ଉପରେ। କାହିଁକି ନା ସେ ଭଲ ପାଠ ପଢ଼ି ଚାଲିଛି। ବିଦ୍ୟାର୍ଥୀ ଜୀବନରେ ପିତାମାତାଙ୍କ ଆଶା ଭରସା ରହେ। ଗ୍ରାମ ବୃଦ୍ଧମାନଙ୍କ ପ୍ରଶଂସାର ଦୃଷ୍ଟାନ୍ତ ହେଇଛନ୍ତି। ଗାଁ ବୁଢ଼ା ସବୁ ବସି କଥା ରହେ, ବେ ବୁଝିଲ ନା ବେ, ଏ ମାଷ୍ଟର ବାବୁ କହୁଥିଲା ସେ ହରିଆ ପୁଅ ନରିଆଟା ଭଲ ପାଠ ପଢ଼ୁଛି ବେ, କ୍ଲାସ୍ର ଫାଟ ହେଉଛି, ସେଇଟା ଗାଁକୁ ପୁରା ଉନ୍ନତି କରିବ, ଗାଁର ନାଁ ରଖିବ ସେ ଟୋକାଟା, ଭଲ ପାଠ ପଢ଼ୁଛି, ବଢ଼ିଆ କରୁଛି ତୁମ ମାଷ୍ଟର ବାବୁ ତା ଭାରି ପ୍ରଶଂସା କରୁଛନ୍ତି। ଯାହା ହଉ ଭଲ ପାଠ ପଢ଼ୁଛି, ଗାଁର ଉନ୍ନତି କରୁ। ସେଇ ଛୁଆଟା ଗୋଟିଏ ଛୁଆ ତ ହେଲା କ୍ଷଣି ଗାଁର ହେବ, ଆମ ପକ୍କା କରିଦେବ, ଆମ ଗାଁଟା ପକ୍କା ହେଇଯିବ, ବିଜୁଳି ଘିନି ଆସିବ, ପାଣି ପାଇପ୍ ଘିନି ଆସିବ, ଗାଁର ଆଉ କିଛି ଅଭାବ ରହିବ ନାହିଁ। ଗାଁ ବୃଦ୍ଧମାନେ ପ୍ରଶଂସା ଦୃଷ୍ଟାନ୍ତ ହେଇଥାନ୍ତି। କିନ୍ତୁ ସମୟ ଆସେ ଯେତେବେଳେ କି ଗ୍ରାମବାସୀ ସୁଦ୍ଧା ସେମାନଙ୍କୁ ଦେଖିବାର ସୁଦ୍ଧା ସୁବିଧା ପାଆନ୍ତି ନାହିଁ। କିନ୍ତୁ ଏମିତି ଦିନ ଆସି ପହଞ୍ଚେ ଯେଉଁ ପିଲାଟାକୁ ବାପା ମା ଆଶା ଭରସା କରିଥିଲେ, ଗ୍ରାମ ବୁଢ଼ାମାନେ ପ୍ରଶଂସା କରୁଥିଲେ, ସମସ୍ତଙ୍କର ଉଦାହରଣ ସାଜିଥିଲା, ସମସ୍ତେ ତାକୁ ଦେଖି ଅନ୍ୟମାନଙ୍କୁ ତାକୁ ଲକ୍ଷ୍ୟ କରିକି କୁହାକୁହି ହେଉଥିଲେ, ତା'ର ଉଦାହରଣ ଦେଉଥିଲେ। କିନ୍ତୁ ସେଇ ପିଲା ଦେଖିବାକୁ ଦିନେ ଏମିତି ସମୟ ଆସେ ଗାଁକୁ ଛାଡ଼ି ଚାଲିଯାଏ ଯେ ଆଉ ଗାଁକୁ ଫେରିପାରେ ନାହିଁ। ଗ୍ରାମବାସୀମାନେ ତାଙ୍କୁ ଦେଖିବାର ସୁବିଧା ପାଆନ୍ତି ନାହିଁ, ତେଣୁ ସେ ସହରରେ ରହିଥାଏ। ଆମ ହାକିମ ବାବୁ ଗୋଟେ ଫିଲ୍ମ ଅଛି, ଲକ୍ଷ୍ୟ ଯଦି ଦେଖିବ, ହାକିମ ବାବୁ ଫିଲ୍ମ ଗୋଟେ ଦେଖିବ, ଓଡ଼ିଆ ଫିଲ୍ମ ଗୋଟେ ବହୁତ ପୁରୁଣା, ଅଜିତ ଦାସଙ୍କର। ଅଜିତ ଦାସ ହାକିମ ହେଇଛି, ଗାଁ ଲୋକ ସବୁ ଭାରି ଖୁସି ହେଇଛନ୍ତି, ଯାଉ ହାକିମ ବାବୁ ଆମ ଗାଁର ଉନ୍ନତି କରିବ। କିନ୍ତୁ ସେ ଏମିତି ହେଇଛି, କଲେକ୍ଟର ହେଇକି ସହରରେ ରହିଯାଇଛି, ଶେଷରେ ତାଙ୍କ ଭିଲିଏନ୍ ଏବଂ ଖଳନାୟକ ସେ ଝିଅର ବାପା, ଯାହାକୁ ତା ଶ୍ୱଶୁର ଏମିତି ତାଙ୍କ ଝିଅକୁ ଲଗେଇକି, ତା ସ୍ତ୍ରୀକୁ ଲଗେଇକି ସେ ସେଠି ତାଙ୍କ ଗାଁରେ ଗୋଟେ ଶିଳ୍ପ କରିବ ବୋଲି କହି ଗାଁବାସୀମାନଙ୍କୁ କାଢ଼ି ଦେଇଛି। ସେ ଆଦେଶନାମାରେ ସେ କଲେକ୍ଟର ସେ ଦସ୍ତଖତ କରିଛି, ସେ ହାକିମ ବାବୁ ସେ ନିଜେ ଦସ୍ତଖତ କରିଛନ୍ତି। ଯାହାପରେ ପୋଲିସ ଆସି ଡ୍ରୋଜର ଲଗେଇ ଗାଁ ଲୋକଙ୍କୁ ସବୁ ଉଠେଇ ଦେଉଛି, ଗାଁ ଲୋକ ସବୁ ଚାଲି ଯାଉଛନ୍ତି। ଏ କଥା ସିଏ ଜାଣିଲା ବେଳକୁ ମୋ ଗାଁ ଲୋକ ସବୁ, ଗାଁରେ ଶିଳ୍ପ ହେବ, ଗାଁ ଲୋକ ସବୁ କାଢ଼ି ଦିଆଯିବ, ତ ଏ କଥା ସିଏ ପୁରା ଜାଣି ସାରିଲା ବେଳକୁ ତ ଗାଁ ଲୋକ ସବୁ ଧାଡ଼ି ବାନ୍ଧି ଚାଲିଲାଣି। ସେ ଛୁଟି ଆସିଛି ଗାଁ ଲୋକକୁ ରକ୍ଷା କରିବ ବୋଲି, ଗାଁ ଲୋକକୁ ଅଟକେଇବ ବୋଲି, କିନ୍ତୁ ଆସିଲା ବେଳକୁ ଗାଁ ଲୋକ କେହି ତାକୁ ଅନଉନାହାନ୍ତି, ସମସ୍ତେ ଧାଡ଼ି ବାନ୍ଧିକି ପଳାଉଛନ୍ତି। ସେ ହତାଶ ହେଇକି ଅନଉଛି। ଇଏ ହେଲା ହାକିମ ବାବୁ ଓଡ଼ିଆ ଫିଲ୍ମ ଗୋଟେ ଦେଖିବ, ଯଦି କେତେବେଳେ ସମୟ ଆସେ ଦେଖିବ। ତେଣୁ ସେଇଭଳିଆ ଯେ ସେମାନେ କେତେ ଆଶା କରିଥିଲେ, କିନ୍ତୁ ଆଶା ଦେଖିବାକୁ ଆଶାରେ ରହିଗଲା। ତେଣୁ ତାକୁ ସେ ଗାଁର ଉନ୍ନତି କ'ଣ କରିବ, ଦିନେ ମଧ୍ୟ ଆସିପାରେ ନାହିଁ, ତ ଦେଖିବାର ସୁଯୋଗ ପାଆନ୍ତି ନାହିଁ। କୃଷ୍ଣ 3 ଦିନକୁ କଣ୍ଟ କରି ମଥୁରାକୁ ଚିରଦିନ ପାଇଁ ଚାଲିଗଲା ପରେ ସେମାନେ ସବୁଦିନ ପାଇଁ ଗ୍ରାମଭୂମି ଛାଡ଼ି ଚାଲି ଆସନ୍ତି। କିନ୍ତୁ କେହି ଭାବନ୍ତି ନାହିଁ ଯେ ଏହି ଅନୈତିକତା ବା ବିଶ୍ୱାସଘାତକତା କୃଷ୍ଣ ପରି ମହାପୁରୁଷ ସୁଦ୍ଧା ପାର ପାଇପାରିନଥିଲେ। କୃଷ୍ଣ 3 ଦିନକୁ କଣ୍ଟ କରି ମଥୁରାକୁ ଚିରଦିନ ପାଇଁ ଚାଲିଗଲା ପରେ
ସେମାନେ ସବୁଦିନ ପାଇଁ ଗ୍ରାମଭୂମି ଛାଡ଼ି ଚାଲି ଆସନ୍ତି। କୃଷ୍ଣ 3 ଦିନକୁ କଣ୍ଟ କରି କ'ଣ ମଥୁରା କଲେ? ତ କୃଷ୍ଣ କାହା ପୁଅ? ଦେବକୀଙ୍କର ପୁଅ। ଦେବକୀ ବସୁଦେବ ଜାଣିଥିବ। ମଥୁରାର ରାଜା ଯିଏ ଉଗ୍ରସେନ ଥିଲେ ତାଙ୍କର 2ଟା ଝିଅ ଦେବକୀ ଦୈବକୀ, ଆଉ ଗୋଟେ ଝିଅ କୁନ୍ତୀ। କୁନ୍ତୀଟା ପ୍ରଥମରୁ କୁନ୍ତ ଭୋଜ ପାଳି ନେଇଥିଲେ, ତାପରେ ଆଉ 2ଟା ଝିଅ ହେଲା ଦେବକୀ ଆଉ ଦୈବକୀ। ଆଉ ତାଙ୍କର 2ଟା ପୁଅ ଥିଲା, କଂସ ଗୋଟେ ସୁନାସ। ତେଣୁ ସେ ଦେବକୀ ଯେ କଂସକୁ, କଂସ ହେଲା ଦ୍ରୁମିଳି ରାକ୍ଷସର ପୁଅ, ତା ମା ଯେ ଇନ୍ଦୁମତୀ, କଂସର ମା ଯେ ଇନ୍ଦୁମତୀ ରାଣୀ ଦିନେ ଚନ୍ଦ୍ରଚର୍ଚ୍ଚିତ ରାତ୍ରିରେ ଜହ୍ନ ଆଲୁଅରେ ସଖୀମାନଙ୍କ ସହିତ ଖେଳୁଥିବା ସମୟରେ ଦ୍ରୁମିଳି ରାକ୍ଷସ ସେବାଟେ ଯାଉଥିଲା। ସେ ତା ବାପା ରୂପ ଧରିକି, ଉଗ୍ରସେନ ରୂପ ଧରିକି ତାର ସତୀତ୍ୱ ହରଣ କରିଛି, ଯାହାଫଳରେ ତାରିଠାରୁ ଜନ୍ମ ନେଇଛି କଂସ। ଏକଥା କେବଳ ଇନ୍ଦୁମତୀ ଜାଣିଛନ୍ତି, ଆଉ କେହି ଜାଣିନାହାନ୍ତି। ଆଉ ନାରଦ ଆସିକି ସେ କଥା ଯେ କଂସକୁ ମନେ ପକାଇ ଦେଇଛନ୍ତି ଯେ ତୁ ହେଉଛୁ ଉଗ୍ରସେନର ପୁଅ ନୁହେଁ, ଦୁର୍ମିଳି ରାକ୍ଷସର ପୁଅ, ପୁଣି ତୋତେ ମାରିବ କିଏ? ତୋରି ଭଉଣୀର ଅଷ୍ଟମ ଗର୍ଭ ସନ୍ତାନ, ସିଏ ତୋତେ ମାରିବ। ତ ବାଧ୍ୟ ହେଇକି କଂସ କ'ଣ କରିଛି? ଦେବକୀ ଯେତେବେଳେ ସିଏ କଂସ ବିଜୟ ଯାତ୍ରା ଯାଇଥିଲେ, ଦିଗ୍ବିଜୟ ଯାତ୍ରାରେ ଫେରିଲା ବେଳକୁ ତାର ବସୁଦେବ ସହିତ ଦେବକୀକି ବାହା କରିଦେଇଛନ୍ତି। କିଏ? ତାଙ୍କ ବାପା ଉଗ୍ରସେନ। ସେ ସେଠୁ ବିରକ୍ତ ହେଇକି ଭଉଣୀ ଭିଣେଇଙ୍କୁ ପାଛୋଟି ଆଣିଛି, ଡାକି ଆଣିକି ଭଉଣୀକୁ ଭିଣେଇକୁ କାରାଗାରରେ ବନ୍ଦୀ କରିଛି। ଏବଂ ତାର ଗୋଟିଏ ପରେ ଗୋଟେ ଛୁଆକୁ 6ଟା ଛୁଆକୁ ସେ ମାରିଦେଇଛି। ସପ୍ତମ ଗର୍ଭ ବେଳକୁ ସେଇଟା ଉଭେଇ ଯାଇକି ବସୁଦେବର ଅନ୍ୟ ଏକ ପତ୍ନୀ ରୋହିଣୀ ଗର୍ଭରେ ସ୍ଥାନ ନେଇଛି। ଅଷ୍ଟମ ଗର୍ଭ ଯେତେବେଳେ ଶ୍ରୀକୃଷ୍ଣ ଜନ୍ମ ନେଇଛନ୍ତି, ଝଡ଼ ବର୍ଷା ହେଇଛି, ଚାରିଆଡ଼େ ପ୍ରହରୀ ଅଛନ୍ତି, କଡ଼ା ପ୍ରହରା ରହିଛି। ବନ୍ଦୀଶାଳାରେ ଦେବକୀ ବସୁଦେବ। ଏଇ ଟାଇମ୍ର ରାତିରେ ଭୀଷଣ ବର୍ଷା ସମୟରେ କୃଷ୍ଣ ଜନ୍ମ ନେଇଛନ୍ତି, ଭଗବାନ ବିଷ୍ଣୁ ଜନ୍ମ ନେଇଛନ୍ତି କୃଷ୍ଣ ରୂପରେ। ବସୁଦେବକୁ ନିର୍ଦ୍ଦେଶ ଦେଇଛନ୍ତି ତୁ ନେଇଯା। ନା ସବୁ ବନ୍ଦୀ ହେଇଛି, କହିଲେ ତୁ ନେଇଯା, ବନ୍ଦୀଶାଳା ଫିଟି ଯାଉଛି। ଦେଖ ସାଙ୍ଗେ ସାଙ୍ଗେ ବିଷ୍ଣୁଙ୍କ ମାୟାରେ ବନ୍ଦୀଶାଳା ଫିଟି ଯାଉଛନ୍ତି, ପ୍ରହରୀ ସବୁ ଶୋଇଯାଇଛନ୍ତି। ସେ ନେଇକି ଯାଇକି ସେଠି ଗୋପପୁରରେ ଯଶୋଦାଙ୍କ ପାଖରେ ଛାଡ଼ି ଦେଇକି, ଯଶୋଦାଙ୍କର ଗୋଟେ ଝିଅ ଜନ୍ମ ହେଇଥିଲା, ତାଙ୍କୁ ନେଇକି ପଳେଇ ଆସିଛନ୍ତି। ସବୁ ବିଷ୍ଣୁଙ୍କ ମାୟାରେ ସମସ୍ତେ ନିଦ୍ରାରେ ଗତିଶୀଳ। ଶେଷରେ କଂସ ଯେତେବେଳେ ସକାଳୁ ଜାଣିଛି ଯେ ତାର ଦେବକୀର ଛୁଆ ହେଇଛି, ସେ ଛୁଆଟାକୁ ଦେଖିଦେଲାକୁ ଝିଅଟେ ହେଇଛି। କହୁଛି ବୋଧେ ବିଷ୍ଣୁ ମାୟା କରିକି ଝିଅ ରୂପ ନେଇଛନ୍ତି। ଯାହା ହେଉଛି ମୁଁ ମାରିବି। ତାକୁ ମାରିବା ସମୟରେ, କଚାଟି ଦେଇକି ମାରିବା ସମୟରେ ତା ହାତରୁ ଖସି ହେଇକି ସେ କହୁଛି ମୁଁ ବିଜୁଳି କନ୍ୟା, ତୋତେ ଯିଏ ମାରିବ ସେ ଗୋପରେ ବୁଡ଼ୁଛି। ଗୋପକୁ କଂସ ଯାଇପାରୁନଥିଲା, କାରଣ ସେ ଅଭିଶାପ ପାଇଥିଲା। ସେଠୁ ସେ ଯାଇପାରୁନଥିଲା। ତେଣୁ ସେ ଠିକ୍ କରିଥିଲା, ସେ ଗୋଟା ପରେ ଗୋଟେ ରାକ୍ଷସୁଣୀ ପଠେଇଛି ଶ୍ରୀକୃଷ୍ଣ ମାରିବା ପାଇଁ, କେହି ମାରିପାରୁନାହାନ୍ତି। ଶେଷ ସେ ଧନୁତ୍ସବ ପାଳନ କରିଛି। ଧନୁତ୍ସବ 9 ଦିନ ଧରି ପାଳିତ ହୋଇଛି। 9 ଦିନ ଧରି ଧନୁତ୍ସବ କ'ଣ ନା, ବିରାଟ ଧନୁ କଂସ ଯାହା ସାହାଯ୍ୟରେ ତ୍ରିଭୁବନ ଜୟ କରିଥିଲା, ସମସ୍ତଙ୍କୁ ଜୟ କରିଥିଲା, ସେଇ ଯେଉଁ ବିରାଟ ଦିବ୍ୟ ଧନୁକୁ ଦେଖାଯିବ। ସମସ୍ତେ ଦେଖିବେ ବିରାଟ ଧନୁଟା କ'ଣ। ତାକୁ ଦେଖାଇବା ଉପଲକ୍ଷରେ ଯେ ବିରାଟ ଉତ୍ସବ ହେବ, ନାଚ ଗୀତ ଖେଳକୁଦ, ଦୋକାନ ବଜାର ବସିବ, ମେଳା ହେବ, କରିବ, ଏଇସବୁ 9 ଦିନ ଧରି ଚାଲିବ ସେ ଧନୁତ୍ସବ। ତେଣୁ ସେ ଧନୁତ୍ସବ ଦେଖିବା ପାଇଁ ଭଣଜାକୁ ଡକେଇ ପଠାଇଛନ୍ତି। ଭିତରିଆ ଉଦ୍ଦେଶ୍ୟ ହେଉଛି ଯେ କୃଷ୍ଣଙ୍କୁ ଆଉ ବଳରାମକୁ ତାଙ୍କୁ ମାରିବା। ତେଣୁ ଯଶୋଦାର ସତ ବାରଣ ସତ୍ତ୍ୱେ ମନେ ପଡ଼ୁଛି ତୁମ ଗୀତ ଥିବ, ନବମ ଖଣ୍ଡ ଗୀତ, ଆରେ ବାବୁ ଶ୍ୟାମ ଘନ, ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ, କାହା ମୁଖ ଅନାଇ ବଞ୍ଚିବି। ମନେ ପଡ଼ୁଛି ନା ନାହିଁ? ତେଣୁ ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ। ମଧୁଭୁବନ କାହିଁ କୁହାଯାଇଛି ନା, ମଧୁ ଦୈତ୍ୟ ସ୍ଥାପନ କରିଥିବା ନଗରୀକୁ ମଧୁଭୁବନ କୁହାଯାଏ। ତେଣୁ ମଥୁରା ଭୁବନ ସେଇ, ତାପରେ ପରବର୍ତ୍ତୀ ସମୟରେ ମଥୁରା ନାମକରଣ ହେଇଛି। ତେଣୁ ସେ ମଥୁରା ଭୁବନ ତୁ ଯାଉ, ତେଣୁ ମୁଁ କାହା ମୁଖ ନେଇ ବଞ୍ଚିବି। ତେଣୁ ତାଙ୍କୁ ନେବା ପାଇଁ, କୃଷ୍ଣ ନେବା ପାଇଁ ଅକ୍ରୁର ଆସି ପହଞ୍ଚି, କଂସର ମନ୍ତ୍ରୀ ଅକ୍ରୁର ଆସି ପହଞ୍ଚି, ଇଣ୍ଡିଗୋ କାର୍ ନେଇକି ପହଞ୍ଚି। ତୁମେ ମାମୁଁ ଯଦି ଆସେ କାର୍ ଫାର୍ ନେଇକି, ତୁମେ କ'ଣ କରିବ? ସାଙ୍ଗେ ସାଙ୍ଗେ ମାମୁଁର ଝିଅକୁ ଇଚ୍ଛା କରିବ ନାହିଁ, ବାହାରିବ।
ଯେତେ ମା' ମନା କରୁଥିବେ ପରୀକ୍ଷା ଆସୁଛି ସାର୍ ଆସିବେ ଟ୍ୟୁସନ୍ ସାର୍ ଆସିବେ କରିବେ ତୁମେ ଯାଉନି କରିବେ ନା 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 ଯାଉଛୁ 2 ଦିନ ପରେ ପଳେଇ ଆସିବୁ 2 ଦିନ ପରେ ପଳେଇ ଆସିବୁ ଶୁଣିବନି ମାମୁଁ ଆସିଛି ମାନେ ତୁମେ ଡେଆରି ଯିବ ମାମୁଁ ଘରକୁ ଯିବ ଏଣେ କାର ଆସିଥିବା ଦେ ଆସି ଯିବ ଠିକ୍ ସେ ରଥ ଆସିକି ପହଞ୍ଚିଯାଇଛି ଅକ୍ରୁର ରଥ ଅଛି କୃଷ୍ଣ କହୁଛି ମୁଁ 3 ଦିନ କଣ୍ଟ କରିବି 3 ଦିନ କଥା ଦେଉଛି କଣ୍ଟ କରି ମାନେ କଥା ଦେଇକି ମୁଁ କଥା ଦେଇକି ଯାଉଛନ୍ତି ମୁଁ 3 ଦିନ ପରେ ପଳେଇ ଆସିବି ମାମୁଁ 3 ଦିନ ପରେ ପଳେଇ ଆସିବି ତେଣୁ 3 ଦିନ ଯାଇ 3 ଯୁଗ ବିତି ଯାଇଛି କୃଷ୍ଣ ଆଉ ଫେରି ନାହାନ୍ତି ମଥୁରାରେ କଂସ ମଲା ପରେ ପରେ ନିଜ ଅଜାକୁ ଉଗ୍ରସେନକୁ ରାଜା କରିଛନ୍ତି ପିତାମାତାଙ୍କୁ ବନ୍ଦୀଶାଳାରୁ ମୁକ୍ତ କରିଛନ୍ତି ପିତାମାତା କାନ୍ଦିଛନ୍ତି ତୋତେ ମୁଁ ଛାଡ଼ି ରହିପାରିବିନି କରିପାରିବିନି ଆମକୁ ମାରିଦେଇ ଯା ତୁ ଯଦି ଯିବୁ ଆମକୁ ମାରିଦେଇ ଯା ତୁ ଯଦି ଗୋପକୁ ପଳେଇଯିବୁ ନନ୍ଦ ଯଶୋଦା ମାରିଦେଇ ଯା କ'ଣ କରିବ ବାଧ୍ୟ ହେଇକି ଥାଉ ମୋ ମା' ବାପା ଏତେ କଷ୍ଟ ସହିଛନ୍ତି କରିଛନ୍ତି 7ଟା ଛୁଆକୁ ହରେଇକି ଗୋଟେ 6ଟା ଛୁଆକୁ ହରେଇଛନ୍ତି ପୁଣି ଦେଖିଲାକୁ ବନ୍ଦୀଶାଳା ଜୀବନ ସାରା ରହିଛନ୍ତି ତାକୁ ଛାଡ଼ି ଯିବି ନା ମୁଁ ଯିବିନି ଏଇଟା ଜରାସନ୍ଧ ଆକ୍ରମଣ କରୁଛି କଂସ ଶ୍ୱଶୁର ଯିଏ ବାରମ୍ବାର ଆକ୍ରମଣ କରୁଛି ତେଣୁ ସେ ଯାଇକି ଦ୍ୱାରକାରେ ସମୁଦ୍ର ଭିତରେ ଦ୍ୱାରକାରେ ଘର କରି ରହିଛନ୍ତି ବୁଝିଲେ ତ କ'ଣ ତେଣୁ ସେଇ ଯେଉଁ କୃଷ୍ଣ ଆଉ ଫେରି ନାହାନ୍ତି ତ ସେଇଭଳିଆ ଶିକ୍ଷିତ ବ୍ୟକ୍ତି କୃଷ୍ଣଙ୍କ ଭଳିଆ ସମସ୍ତେ ଚାଲିଯାଆନ୍ତି ଯେ ଗାଁକୁ ଛାଡ଼ି ଚାଲିନାହାନ୍ତି ଆଉ ସେମାନେ ଆଉ ଫେରନ୍ତି ନାହିଁ କିନ୍ତୁ କେହି ଭାବନ୍ତି ନାହିଁ ଯେ এই ଅନୈତିକତା ବା ବିଶ୍ୱାସଘାତକତା କୃଷ୍ଣ ପରି ମହାପୁରୁଷ ସୁଦ୍ଧା ପାର ପାଇନଥିଲେ ତେଣୁ ଏଇ ଯେଉଁ ଅନୈତିକତା ବା ବିଶ୍ୱାସଘାତକତା କାହା ପ୍ରତି ବିଶ୍ୱାସଘାତକତା କଲେ ତାଙ୍କ ଜନ୍ମଭୂମି ପ୍ରତି ତା ପିତାମାତାଙ୍କ ପ୍ରତି ସାଙ୍ଗସାଥିଙ୍କ ପ୍ରତି ସମସ୍ତଙ୍କୁ ଯେଉଁ କଥା ଦେଇକି କହିକି ଯାଇଥିଲେ ମୁଁ ଫେରିବି ବୋଲି ଆଉ ଫେରିନାହାନ୍ତି ଆଉ ଦିନକ ପାଇଁ ଫେରିନାହାନ୍ତି ଗୋପ ଶ୍ରୀକୃଷ୍ଣ ଆଶ୍ଚର୍ଯ୍ୟ କଥା ଚାରିଆଡ଼େ ବିରାଟ ରାଜ୍ୟ ଜୟ କରିଛନ୍ତି ଅଭ୍ରକଂସ ପ୍ରାସାଦ ନିର୍ମାଣ କରିଛନ୍ତି କିନ୍ତୁ ଗୋପପୁରକୁ ଦିନେ ଆସିଲେନି ଦିନେ ଫେରିନାହାନ୍ତି ସେଇଟା ହେଉଛି ଆଶ୍ଚର୍ଯ୍ୟ କଥା ତେଣୁ ସେଇଟା ହେଉଛି ଅନୈତିକତା ଆଉ ବିଶ୍ୱାସଘାତକତା କଲେ ଯାହାଫଳରେ ସିଏ ମଧ୍ୟ ଜନ୍ମଭୂମିର ଅଭିଶାପରୁ ସିଏ ଛାଡ଼ ପାର ପାଇପାରିନାହାନ୍ତି ନନ୍ଦ ଯଶୋଦା ଗୋପୀ ଗୋପାଳଙ୍କ ଅସୀମ ସ୍ନେହର ପରିପାଳିତ ହୋଇ ସେସବୁକୁ ପ୍ରବଞ୍ଚନା କରି କୃଷ୍ଣ ଗୋପପୁର ଛାଡ଼ିଲେ ପ୍ରଶ୍ନ ଏଠି ପଡ଼ିଯିବ ପ୍ରଶ୍ନ ତା ପୂର୍ବରୁ ପଡ଼ିଯିବ କୃଷ୍ଣ କେତେ ଦିନକୁ କଣ୍ଟ କରି ମଥୁରା ଯାଇଥିଲେ 3 ଦିନକୁ କେଉଁଠାରୁ କଣ୍ଟ କରି ଶ୍ରୀକୃଷ୍ଣ 3 ଦିନକୁ କଣ୍ଟ କରି କେଉଁଠାରୁ ଯାଇଥିଲେ ଗୋପରୁ ମଥୁରା ବୁଝିଲେ ତ କୃଷ୍ଣ କାହା ଦ୍ୱାରା ପରିପାଳିତ ହୋଇଥିଲେ ନନ୍ଦ ଯଶୋଦା ତାଙ୍କ ପିତା ନନ୍ଦ ମାତା ଯଶୋଦା ଆଉ ଗୋପୀ ଗୋପାଳଙ୍କ ଖାଲି ତ ଛୋଟେ ଛୁଆଟାଙ୍କୁ ତା ବାପା ମା' ଧରନ୍ତିନି ସାହି ପଡ଼ିଶା ସମସ୍ତେ ଧରି ନିଅନ୍ତି ସାଙ୍ଗସାଥି ସମସ୍ତଙ୍କ ଦ୍ୱାରା ଖେଳି ବୋଲି ସେ ହୁଅନ୍ତି ବଡ଼ ହୁଅନ୍ତି ସେଇଟା ଗୋପୀ ଗୋପାଳଙ୍କ ଅସୀମ ସ୍ନେହରେ ପରିପାଳିତ ହୋଇ ସେସବୁକୁ ପ୍ରବଞ୍ଚନା କରି କୃଷ୍ଣ ଗୋପପୁର ଛାଡ଼ିଲେ କୃଷ୍ଣ କ'ଣ କରି ଗୋପପୁର ଛାଡ଼ିଥିଲେ ପ୍ରବଞ୍ଚନା ମାନେ ଠକେଇ ଦେଇକି ଛଳନା କରି ଠକେଇ କରି ପ୍ରବଞ୍ଚନା ଠକାମି ଛଳନା ତେଣୁ ଠକେଇ କରି ବା ଛଳନା କରି ଗୋପପୁର ଛାଡ଼ିଥିଲେ ନନ୍ଦ ଯଶୋଦାଙ୍କ ଚକ୍ଷୁ ଅନ୍ଧୀଭୂତ ହୋଇଗଲା ପ୍ରେମମୟୀ ରାଧା ଶଶିକଳା ପରି ଦିନାକ୍ଷିଣା ହୋଇଗଲେ କିନ୍ତୁ କୃଷ୍ଣ ଫେରିଲେ ନାହିଁ ତେଣୁ ଏକରେ ବଳା ବିଶିକେଶନ ଯେ କୃଷ୍ଣଙ୍କୁ ଝୁରି ପିତା ନନ୍ଦ ଯଶୋଦାଙ୍କ ଚକ୍ଷୁ ଅନ୍ଧୀଭୂତ ହୋଇଗଲା ଚକ୍ଷୁ ଅନ୍ଧ ଭଳିଆ ହୋଇଗଲେ ସେମାନେ ଝୁରି ହେଉଥାନ୍ତି କଳା ପଡ଼ିଗଲେ ତାଙ୍କୁ ସବୁବେଳେ ପୋ ଭଳି ଝୁରି ହେଉଥାନ୍ତି ଆଉ ତାଙ୍କୁ ଯିଏ ଭଲ ପାଉଥିଲା ଯେଉଁ ଝିଅଟା ପ୍ରେମମୟୀ ରାଧା ଶଶିକଳା ପରି ଦିନାକ୍ଷିଣା ହେଲେ ଚନ୍ଦ୍ରର ପ୍ରତିଦିନ ବଢ଼ିବା ଅଂଶ ବା କମିବା ବଢ଼ିବା ଅଂଶ ବା କମିବା ଚନ୍ଦ୍ରକଣା ନାହିଁ ପରି ସେ ହେଉଛି ଶଶିକଳା ଶଶି ହେଉଛି ଚନ୍ଦ୍ର ସେ ଯେଉଁ କମି ଯାଆନ୍ତି ତା ବଢ଼ିବା ଅଂଶରେ ଯେତେବେଳେ କମି ଯାଏ ତାକୁ ଶଶିକଳା କୁହନ୍ତି ତ ଶଶିକଳା ପରି ଦିନାକ୍ଷିଣା ହେଇଗଲେ କିଏ ରାଧା ଶ୍ରୀକୃଷ୍ଣଙ୍କ ବିଚ୍ଛେଦରେ ରାଧାଙ୍କର ଅବସ୍ଥା କ'ଣ ହେଇଥିଲା ରାଧାଙ୍କର ଅବସ୍ଥା ଦିନାକ୍ଷିଣା ହେଇଥିଲେ ପଠିତ ପ୍ରବନ୍ଧରେ ପ୍ରେମମୟୀ ବୋଲି କାହାକୁ କୁହାଯାଇଛି ପ୍ରେମମୟୀ ହେଉଛି ରାଧା କିନ୍ତୁ କୃଷ୍ଣ ଫେଲେ ନାହିଁ ମହାଭାରତର ମହାସମରକୁ ଅଙ୍ଗୁଳି ନିର୍ଦ୍ଦେଶରେ ଚଳାଇ ମଥୁରା ଠାରୁ ଦ୍ୱାରକା ପର୍ଯ୍ୟନ୍ତ ଦୀର୍ଘପଥ ଅତିକ୍ରମ କରି ସେ ବିପୁଳ ରାଜ୍ୟ ଅପରିସୀମ ବିଭବ ଅଭ୍ରକଂସ ପ୍ରାସାଦ ଅଷ୍ଟପାଟବଂଶୀ ଅଗଣିତ ପୁତ୍ରକନ୍ୟାର ଅଧିକାରୀ ହୋଇ ଦ୍ୱାରକାରେ ବସିଗଲେ ମହାଭାରତର ମହାସମରକୁ ଅଙ୍ଗୁଳି ନିର୍ଦ୍ଦେଶ ଚଳାଇଛି ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ମହାଭାରତ ଯୁଦ୍ଧ ହୋଇଥିଲା 18 ଦିନ ମହାଭାରତ ଯୁଦ୍ଧ ପରେ ଯେତେବେଳେ ସମସ୍ତେ କୁହାକୁହି ହେଇଛନ୍ତି ସମସ୍ତେ କହିଛନ୍ତି ମୁଁ ମାରିଛି
ଭୀମ କହିଛି ମୋ ଗଦା ଖାତରେ ତାଙ୍କ 100 ଭାଇଙ୍କୁ ସମସ୍ତେ ପିଟି ମୁଁ ମାରିଛି। ଅର୍ଜୁନ କହିଥିଲେ ମୋର ଗାଣ୍ଡିଅ ଧରୁ ନଥିଲେ ତୁ ପାଟିଥାନ୍ତୁ, ମୁଁ ସମସ୍ତଙ୍କୁ ମାରିଛି ଗାଣ୍ଡିଅ ଧରୁଲେ। କର୍ଣ୍ଣ ଫର୍ଣ୍ଣ ସମସ୍ତଙ୍କୁ ଗୋଟେଇ ମାରିଛି ମୁଁ ତୁମ କର୍ଣ୍ଣ ତାଙ୍କ ଯେତିକି ସେନାପତି ସବୁ ମୁଁ ମାରିଛି। ତୁ କହୁଛୁ କର୍ଣ୍ଣ ତୁ ମାରିଛୁ। ଯୁଧିଷ୍ଠିର କହିଲେ ମୁଁ ମାରିଛି, ମୋର କୁନ୍ତ ସାହାଯ୍ୟରେ ମୁଁ ମାରିଛି ସମସ୍ତେ। ନକୁଳ କହିଲା ମୁଁ ବି ଛାଡ଼ିନି, ସହଦେବ କହିଲା ମୁଁ ଛାଡ଼ିନି। ତାଙ୍କ ଦେଖା ଦେଖି ଦ୍ରୌପଦୀ କହିଲା ମୋ ଯୋଗୁଁ ସବୁ ଧ୍ୱଂସ ହେଲେ, ମୁଁ ପ୍ରତିଜ୍ଞା ନ କରିଥିଲେ ଏମିତି ହେଇଥାନ୍ତା। ମୁଁ ପ୍ରତିଜ୍ଞା କରେ, କୁନ୍ତି ବି ବାଦ ପଡ଼ିଲେନି, ସିଏ ବି କହିଲେ ମୁଁ କରିଛି, ମୋ ଯୋଗୁଁ ସବୁ ହେଲା। ତ ମୁଁ ସବୁ ଶିଖେଇନି କରିନି, କିନ୍ତୁ ତାଙ୍କୁ ମାରିବା ପାଇଁ ସବୁ ତ ମନରେ ଉସ୍କେଇନି ମୁଁ, ନହେଲେ ଏମିତି ସବୁ ମାରିଥାନ୍ତେ। ଏଇଭଳିଆ ତ ହେଇଛି। ଶ୍ରୀକୃଷ୍ଣ ସେଠୁ ହସିଲେ, ହସି କହିଲେ ଠିକ୍ ଅଛି, କିଏ ମାରିଛି କିଏ କାହାକୁ ମାରିଛି ଚାଲ ଯୁଦ୍ଧ କ୍ଷେତ୍ରରେ ବେଲାଳ ସେନାର କଟାମୁଣ୍ଡ ଅଛି, ତାକୁ ମୁଁ କଥା ଦେଇଥିଲି, ସେ ସବୁ ଦେଖୁଥିବ, ତାପରେ ମୁଁ ତାକୁ ବଞ୍ଚେଇଦେବି। ଚାଲ ସବୁ ପଚାରିବା ଚାଲ। ସମସ୍ତେ ବେଲାଳ ସେନା ପାଖକୁ ଗଲେ। ବେଲାଳ ଗଲା କହିଲା ସମସ୍ତେ ମୁଁ ଦେଖୁଛି ସମସ୍ତେ ମାରିବାକୁ ଆଗଭର ହେଉଛନ୍ତି, ଇଏ ଗଦାରେ ପିଟୁଛି କିନ୍ତୁ ସେ ତାଙ୍କ ଉପରେ କାଗ ଉପରେ ବାଜୁନି, ଇଏ ସର ମାରୁଛି ତାଙ୍କ ଉପରେ ସର ଉପରେ ବାଜୁନି। ଗୋଟିଏ ଚକ୍ର ଆସି କାଟି 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 ଚାଲିଛି, ସମସ୍ତଙ୍କୁ ଚକ୍ର ମାରିଛି, ଚକ୍ର କାଟି 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 ଚାଲିଛି, ତେଣୁ କେହି ମାରିନାହାନ୍ତି। ଭୀମ ରାଗରେ କହିଲେ କ'ଣ କରିବେ, ମୋ ପୁଅ ହେଇକି ତୁ ମୁଁ ମାରିଛି ବୋଲି କହିପାରୁନୁ, ଏତେ ଗଦାର ମୁଁ ଏତେ କରି ପିଡ଼ିଚ କରି ନା ତମେ କିଛି କରିନ, ଖାଲି ମିଛୁଡ଼ା ଗୁଡ଼ି ପାଟେଇ ହେଉଥ। ଆଉ ଅର୍ଜୁନ କକା ତମେ କିଛି ମାନ, ଖାଲି ମିଛୁଡ଼ା ମାରିଥା, ତମ ସର ସବୁ ଲକ୍ଷ୍ୟ ଭ୍ରଷ୍ଟ ହେଉଥାଏ। କହିଲେ ମୁଁ କିଛି କରିନି, ମୁଁ କିଛି କରିନି। କହ ବଡ଼ବାପା ତମର ଇଏ ଯୁଧିଷ୍ଠିର ବଡ଼ବାପା ତମର ଇଏ କୁନ୍ତ ବି କିଛି ଲାଗିନି, ସେ ସବୁ କୁଆଡ଼େ ଫସର ବାଡ଼େ ହେଉଥାଏ, ଖାଲି ଚକ୍ର ସବୁ ମାରି ଚାଲିଛି। ଭୀମର ଆଗର ମାରିଲା ଗୋଟେ ପାହାର କଷି ତମକୁ, ତା ମୁଣ୍ଡ କୁଆଡ଼େ ବୋଲି କୁଆଡ଼େ ପଡ଼ା। ସେ ଗୋଟେ କହିଲେ ଭୀମ ମାରିଦେଲେ, ମୁଁ ତାକୁ ବେଲାଳ ସେନାଟାକୁ ମୁଁ ତାକୁ ବଞ୍ଚେଇ ବୋଲି ଠିକ୍ କରିଥିଲି, ଯା ଗଲା। ତେଣୁ ଏଇ ହେଉଛି କଥା। ତ ସମସ୍ତେ କହୁଛନ୍ତି ପିଟି ବାଡ଼ିରେ ମୁଁ ମାରିଛି ବୋଲି, କିନ୍ତୁ ଦେଖିଲା କେହି ମାନେ ଚକ୍ର ମାରୁଛି। ଠିକ୍ ସେଇଭଳିଆ। ତେଣୁ ସେ ମହାଭାରତ ଯୁଦ୍ଧକୁ କେବଳ ଶ୍ରୀକୃଷ୍ଣ ଏକିଟିଏ ଚଳେଇଥିଲେ ଅଙ୍ଗୁଳି ମନରେ, 18 ଦିନ କାଳ ଚଳେଇଥିଲେ। ଚଳିକି ମହାଭାରତର ମଥୁରା ଠାରୁ ଦ୍ୱାରକା ପର୍ଯ୍ୟନ୍ତ ଦୀର୍ଘ ପଥ ଅତିକ୍ରମ କରି ମଥୁରା ଯେତେବେଳେ ବାରମ୍ବାର ଜରାସନ୍ଧ ଆକ୍ରମଣ କରିଛନ୍ତି, ସେ ଦ୍ୱାରକାରେ ଯାଇକି ଘର କରିଛନ୍ତି। ସବୁ ରାଜାମାନେ ସବୁ ଯେଉଁ କଂସ ତାଙ୍କୁ ଆତଙ୍କ ଖେଳିଥିଲା, କଂସ ଯେଉଁ କଂସ ପାଖରେ ଯେଉଁ ବନ୍ଦୀ ହେଇକି ଥିଲେ ଯେଉଁ ରାଜା ସବୁ, ତାଙ୍କୁ ପ୍ରତ୍ୟେକ ବର୍ଷ ଯେଉଁ କର ଯେଉଁ ରାଜସ୍ୱ ଦେଉଥିଲେ, ସେଇମାନେ ସବୁ ଅତି ଖୁସି ହେଇକି କୃଷ୍ଣଙ୍କୁ ସବୁ ଦେଲେ, ଟଙ୍କା ପଇସା ସବୁ ଗିଫ୍ଟ ଦେଲେ, ସୁନା ଅଳଙ୍କାର ଫଳଙ୍କାର ସବୁ ଗିଫ୍ଟ ଦେଲେ। ତାଙ୍କରି ସବୁ ଧନ ଧାନ୍ୟରେ ସେଉଠୁ କିଏ ବାଲି ଦେଲା, କିଏ ସିମେଣ୍ଟ ଦେଲା, କିଏ ରଡ଼ ଦେଲା। ତେଣୁ ସେ ଦ୍ୱାରକା ଭିତରେ ସେ ଗୋଟେ ଘର କଲେ, ବିରାଟ ଘର, ଯେଉଁଟାକି 10-20 ତାଲା ହେଇଥିବ ସେତେବେଳେ। ଆଉ ତେଣୁ ସେଟାକୁ ମେଘକୁ ଛୁଇଁଥିଲା, ଅଭ୍ରଙ୍କଶ ପ୍ରାସାଦ, ମେଘକୁ ଛୁଁଥିଲା ଭଳିଆ ପ୍ରାସାଦ, ମାନେ ବହୁ ଉଚ୍ଚତଳ ବିଶେଷ ପ୍ରାସାଦ। ଆଉ ଶେଷରେ 8 ଜଣ ସୁନ୍ଦର ସୁନ୍ଦରୀ ଝିଅକୁ ବାହାଇଥିଲେ, ତାକୁ ଅଷ୍ଟପାଟବଂଶୀ କୁହାଯାଏ। ବୁଝିଲ କ'ଣ? ତା କିଏ କିଏ ତାଙ୍କ ଅଷ୍ଟପାଟବଂଶୀ ଦେଖିବା? ରୁକ୍ମିଣୀ, ସତ୍ୟଭାମା, ଜାମ୍ବବତୀ, ମିତ୍ରବିନ୍ଦା ଇଏ ହେଲେ 4, ଶ୍ରିୟା 5, ସତ୍ୟବତୀ 6, ତୁଳସୀ 7, କାଳିନ୍ଦୀ 8। ଇଏ ହେଲେ ହେଉଛି। ତେଣୁ ଯଦି ମନେ ରଖିବ ସେ ପାଇଁ କହିବ ରୁକ୍ମିଣୀ, ସତ୍ୟଭାମା, ସତୀ, ଭଦ୍ରା, କାଳିନ୍ଦୀ, ଜାମ୍ବବତୀ, ଲକ୍ଷ୍ମଣ, ସତ୍ୟା, ମିତ୍ରବିନ୍ଦା ଏ ଅଷ୍ଟ ଶ୍ରୀକୃଷ୍ଣଙ୍କ ପ୍ରମୋଦା। ଇଏ ହେଲା ହେଉଛି ଇଏ। କିନ୍ତୁ ଧର୍ମଶାସ୍ତ୍ର ଅନୁସାରେ ଲେଖା ହେଇଛି ଶ୍ରୀକୃଷ୍ଣଙ୍କ 1008 ପତ୍ନୀ, ଆଉ 1008ର 10 ଗୁଣ ଦେବ, ଯେତିକି ହେଲା ହେଉଛି ସେତିକି ତାଙ୍କ ସନ୍ତାନ, ଧର୍ମଶାସ୍ତ୍ର ଅନୁସାରେ ଲେଖା ହେଇଛି। ତେଣୁ ଅଗଣିତ ପୁତ୍ର କନ୍ୟାର ଅଧିକାରୀ ହେଇଛନ୍ତି। କିନ୍ତୁ ପରିଣାମ କ'ଣ ଭଲ ହେଲା? ଶ୍ରୀକୃଷ୍ଣଙ୍କର ଅଭ୍ରକଂଶ ପ୍ରାସାଦ ଅତଳ ଜଳଧି ତଳରେ ନିମଗ୍ନ ହେଲା। ଅତଳ ଜଳଧି, ଅତଳ ସମୁଦ୍ରରେ, ଜଳଧି ସମୁଦ୍ର, ଶ୍ରୀକୃଷ୍ଣ ଅଭ୍ରକଂଶ ପ୍ରାସାଦ। ଶେଷରେ ସମୁଦ୍ରରେ ଗୋଟେ ଭୟଙ୍କର ସୁନାମି ସୃଷ୍ଟି ହେଇଛି। ସୁନାମି ବୁଝିପାରୁଛ? ସମୁଦ୍ର ଭିତରେ ଯେଉଁ ଭୂମିକମ୍ପ ହେଲା ତାକୁ ସୁନାମି କୁହାଯାଏ। ସେଟା ପାଣି ସବୁ ଆକାଶ ଉଚ୍ଚରୁ ଏକଦମ ପାଣି ସବୁ କୂଳ ଲଙ୍ଘନ କରିକି କୂଳ ଆଡ଼ି ମାଡ଼ି ଆସେ, ସ୍ଥଳଭାଗ ଆଡ଼କୁ ଗାଁ ଗଣ୍ଡା ସବୁ ନିଶ୍ଚିହ୍ନ କରିଦେଇଯାଏ। ତେଣୁ ସେଇଭଳିଆ ହେଉଛି, ସେଇଭଳିଆ ଶ୍ରୀକୃଷ୍ଣଙ୍କର ଅଭ୍ରକଂଶ ପ୍ରାସାଦ ଅତଳ ଜଳଧି ତଳରେ ନିମଗ୍ନ ହୋଇଗଲା, ବୁଡ଼ିଗଲା। ଆଉ ତ ନବସଂସାର ମଦ୍ୟପ ବଂଶ ଗୋଷ୍ଠୀ ସାଙ୍ଗସାଥି ମଧ୍ୟ ପ୍ରଭାସ ତୀର୍ଥର ଏରକାର ବନରେ ପରସ୍ପରକୁ ହାଣି ଧ୍ୱଂସ ହେଲେ। ହଠାତ୍ ଗୋଟେ କୋକୁଆ ଗୋଟେ ସୃଷ୍ଟି ହେଲା, କୋକୁଆ ଭୟ।
କୋକୁଆ କ'ଣ ନା କୋକୁଆ ଆସୁଛି କୋକୁଆ ଆସୁଛି କୋକୁଆ ଆସୁଛି। ଭାଲୁ ବାଘ ଯେମିତି କୁହନ୍ତି ଗାଁକୁ ଭାଲୁ ଆସିଛି ଭାଲୁ ଆସିବେ ଭାଲୁ ଆସିବେ ଭାଲୁ ଆସିବେ, ଗୋଟେ ବାଘ ଅଛି ବାଘ ଅଛି ଅଛି। ନୀଳଗିରିରେ ହଠାତ୍ ମୁଁ ଥିଲି ନୀଳଗିରି କେତେ ଦିନ ତଳେ, କିଛି ବର୍ଷ ତଳେ ନୀଳଗିରିର ହାଲା ହାଲା ଗୋଟେ ବଣ ମଣିଷ ଆସିକି ସମସ୍ତଙ୍କର ବାଡ଼ିରୁ ଛେଳି କୁକୁଡ଼ା ଫୋଡ଼ା ସବୁ ଖାଇଯାଉଛି। ବଣ ମଣିଷ କରିବା ମାନେ ବଣ ମଣିଷ କେଉଁଠୁ ଆସିବ ଏ ମିଛଟା ଭାଲୁ ଭାଲୁ ହେଇଥିବ ଏ ଏରିଆ ଭାଲୁ ଭାଲୁ ନା ବଣ ସମସ୍ତେ ରାତିରେ ଗୁଡ଼ଉଥିବେ, ଦୌଡ଼ା ଦୌଡ଼ି ଚାଲିବ ଦୌଡ଼ା ଦୌଡ଼ି କା ଛେଳି ଗୋଟେ ଟେକି ନେବ କା କୁକୁଡ଼ା ନେଇଯିବନି ବାଡ଼ି ପଟ ଛେଳି କୁକୁଡ଼ା ରଖିଥିବେ ତାକୁ ସବୁ ନେଇ ଖାଇଦେବ। ଶେଷରେ ଗୋଡ଼ା ଗୋଡ଼ି ଏଇଭଳିଆ 10-15 ଦିନ ପରେ ମୁଁ ଥିନି ଜଣେ ଆସି ରାତିରେ କହିଲା ଏଇଟା ଗୋଟେ ଭାଲୁଟେ, ମାନେ କେଉଁଥିରେ ନା ସେ କଥା ଆଉ ଭାଲୁଟାକୁ କେଉଁଥିରେ କିନ୍ତୁ ବଣ ମଣିଷ ଅଣେଇଛି ବଣ ମଣିଷ ଆସିଛି। ଇଏ ସେଇଭଳିଆ କହିଲେ କୋକୁଆ ଆସିଛି କୋକୁଆ ଆସିଛି, କୋକୁଆ ବୋଲି କିଛି ନାହିଁ, କହିଲେ କୋକୁଆ ଆସିଛି ଯାକୁ ସମସ୍ତଙ୍କୁ ଖାଇ ଖୁଇ ଦେଉଛି, ଆତଙ୍କ ସୃଷ୍ଟି ସମସ୍ତେ ମାରି ପକାଉଛି। ହେଉ ଶ୍ରୀକୃଷ୍ଣଙ୍କ ପୁଅ ନାତି ସବୁ କ'ଣ କଲେ ନା କହିଲେ ଚାଲ ଦେଖିବା ଚାଲ ଦେଖିବା। ସେତେବେଳକୁ ମଦ ଫଦ ପିଇକି ଚୋର ସମସ୍ତେ ତମ ମଦ୍ୟପ ବଂଶଗୋଷ୍ଠୀ ସମୟ ମଦ ଫଦ ପିଇକି ଜନ ରାତିରେ ଚାଲେ କୁକୁଆକୁ ମାରିବେ। ହଠାତ୍ ଜନ ସାହିରେ କିଏ ପରିସ୍ରା କରୁଛି ବି ଇଏ ବି କୁକୁଆ, ଆଉ ଜଣେ କହିଲା ଆସିକି ମାରିଲା ତାକୁ ହାଣିଲା, ଆଉ ଜଣେ କହିଲା ବେ ଇଏ କୁକୁଆ ଇଏ ତ ମରୁଛି ସେ ତାକୁ ମରୁଛି ସେ ତ ମରୁଛି ହଣାହଣି ସକାଳ ହେଲା ସବୁ ଶେଷ। ପ୍ରହରୀ ଆସିକି ଖବର ଦେଲା ଶ୍ରୀକୃଷ୍ଣଙ୍କୁ ଯେ ସବୁ ଶେଷ ସମସ୍ତେ ମରିଯାଇଛନ୍ତି କାଲି ରାତିର। ଶ୍ରୀକୃଷ୍ଣ ମନ ଦୁଃଖରେ ସମୁଦ୍ର ଆଡ଼କୁ ଅନେଇଛନ୍ତି, ହଠାତ୍ ଦେଖିଲା ବେଳକୁ ଗୋଟେ ସୁନାମି ସୃଷ୍ଟି ହେଇଛି। ପଳିଚାଲ 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 କହି ଶ୍ରୀକୃଷ୍ଣ ଦୌଡ଼ିଛନ୍ତି। ଶ୍ରୀକୃଷ୍ଣ ଦୌଡ଼ିଛନ୍ତି ଆସିକି ଶେଷରେ ଗୋଟେ ଲତାରେ ଛନ୍ଦି ପଡ଼ିକି ନୌଟି ପଡ଼ିଲେ କଷିକି। ତାପରେ ଗୋଟେ ବିରାଟ ଲହଡ଼ି ଆସିକି ତାଙ୍କୁ ସମସ୍ତଙ୍କୁ ପ୍ରାସାଦକୁ ବୁଡ଼ି ଦେଇଛି। ତାଙ୍କ ରାଣୀମାନେ ମଧ୍ୟ ପଡ଼ି ଆସିଥିଲେ, ଶେଷ ସେମାନେ ଝାସ ଦେଇଛନ୍ତି, ସମୁଦ୍ର ବୁଡ଼ି ମରିଛନ୍ତି। ତାଙ୍କ ଯେତିକି ଟଙ୍କା ସୁନା ରୂପା ସବୁ ରଖିଥିଲେ ଗଡ଼ରେଜ ଟିଭି ସବୁ ଏସି ଫେସି ସବୁ ପାଣିଲା ବୁଡ଼ି ସବୁ ଭରା ଦେବ। ବିଲ୍ଡିଂ ତ ଉପୁଡ଼ିଗଲା ଆଉ। ଏବେ ଗୋଟେ ବନ୍ୟା ହେଇଥିବ ଲକ୍ଷ୍ୟ କରିଥିବ ଦ୍ୱିତାଲା ବିଲ୍ଡିଂଟା କିନ୍ତୁ ଉପୁଡ଼ିକି ପଡ଼ିଗଲା ସବୁ ଠିକ୍ ସେଇଭଳିଆ ଦେବ ଉପୁଡ଼ି ଚାଲିଗଲା ସବୁ ହେଲା। ତେଣୁ ରାଜ୍ୟହୀନ ଗୃହହୀନ ଧନହୀନ ପୁତ୍ରକନ୍ୟାହୀନ ଏହି ଶେଷବେଳକୁ ମହାଭାରତର କର୍ଣ୍ଣଧାର ନିବିଡ଼ ଅରଣ୍ୟର ଲତିକା ଦୋଳାର ଅବଶଙ୍କୁ ଢାଳିଦେଲେ। ତା ପୂର୍ବରୁ ପଡ଼ିଯିବ ଶ୍ରୀକୃଷ୍ଣଙ୍କ ପ୍ରାସାଦର ନାଁ କ'ଣ? ଅଭ୍ରଙ୍କଶ ପ୍ରାସାଦ। ଶ୍ରୀକୃଷ୍ଣଙ୍କର ରାଣୀମାନଙ୍କୁ କ'ଣ କୁହାଯାଏ? ଅଷ୍ଟପାଟବଂଶୀ। ବୁଝିଲେ କଥା କ'ଣ? ମହାଭାରତର କର୍ଣ୍ଣଧାର କିଏ ନା ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣଙ୍କ ଅଭ୍ରଙ୍କଶ ପ୍ରାସାଦର ଅବସ୍ଥା କ'ଣ ହେଇଥିଲା? ଅଥଳ ଜଳଧିତଳରେ ନିମଗ୍ନ ହେଇଥିଲା ବା ବୁଡ଼ି ହେଇଥିଲା। ତାଙ୍କର ଯେଉଁ ବଂଶ ଗୋଷ୍ଠୀଙ୍କର ଅବସ୍ଥା କ'ଣ ହେଇଥିଲା ଶେଷରେ ନା ପ୍ରଭାସ ତୀର୍ଥର ଏରେକାର ବରରେ ପରସ୍ପରକୁ ହାଣି ଧ୍ୱଂସ ହେଇଥିଲେ। ସେଥିରେ ଶ୍ରୀକୃଷ୍ଣ ନିଜ ଅବସଙ୍ଗକୁ କେଉଁଠାରେ ଢାଳି ଦେଇଥିଲେ? ଲତିକା ଦୋଳାରେ। ତାହେଲେ ଲଟା ଯେଉଁ ଅଛି ଦୋଳି ଭଳିଆ ହେଇଛି ଯେଉଁ ସେଇଥିରେ ଲଟା ଛନ୍ଦି ପଡ଼ିକି ସେ ଦୋଳି ରକମ ଲଟାରେ ଝୁଲି ହେଉଛନ୍ତି। ଶେଷ ସୁଦ୍ଧା ଶାନ୍ତି ରହିପାରିଲାନି। ଅଳ୍ପ କ୍ଷଣ ପରେ ତାଙ୍କ ଦୋଳାୟମାନ ପଦପଲ୍ଲବରେ ଅଭିଶାପରେ ନିଷ୍ଠୁର ଲୌହ ସଟିଏ ଆସି ପଡ଼ିଲା। ତା ପଦପଲ୍ଲବ ପାଦରୂପକ ପତ୍ର ପଦପଲ୍ଲବ ପାଦରୂପକ ପତ୍ରରେ ଅଳ୍ପ ସମୟ ପରେ ଦୋଳାୟମାନ ମାନେ ଦୋଳି ଭଳିଆ ଝୁଲୁଥିବା ବୁଝିଲ କ'ଣ ଝୁଲୁଥିବା ପଦପଲ୍ଲବରେ ଅଭିଶାପରେ ନିଷ୍ଠୁର ଲୌହ ସଟିଏ ଆସି ପଡ଼ିଲା। ଏହା ମଧ୍ୟ ତାଙ୍କ କୃତକର୍ମର ପରିଣାମ। କ'ଣ କୃତକର୍ମର ପରିଣାମ? ଜନ୍ମଭୂମିକୁ ଯେଉଁ ଅଭିଶାପ ପାଇଲେ, ଜନ୍ମଭୂମିକୁ ଯେଉଁ ପର କରିଦେଇ ପଳେଇ ଆସିଲେ, ଜନ୍ମଭୂମି ଠାରୁ ଛାଡ଼ି ପଳେଇ ଆସିଲେ, ବାପା ମାଆଙ୍କୁ ଅଭିଶାପ ପଡ଼ିଲା, ଜନ୍ମଭୂମିର ଅଭିଶାପ ପଡ଼ିଲା, ସାଙ୍ଗସାଥି ଅଭିଶାପ ପଡ଼ିଲା, ପ୍ରେମ ବହି ରାଧାର ଅଭିଶାପ ପଡ଼ିଲା, ତାଙ୍କ ଯେଉଁ ଦୀର୍ଘଶ୍ୱାସ ତାଙ୍କ ଯେଉଁ ଆଖିର ଲୁହ ତାଙ୍କ ଉପରେ ପଡ଼ିଲା। ତ ସେଇଟା ହେଉଛି ତାଙ୍କ କୃତକର୍ମର ପରିଣାମ। ଆଉ ଗୋଟେ କୃତକର୍ମ କ'ଣ କରୁଛି ନା ତାଙ୍କର ସେ ଦେଉଛି ଯେଉଁ ପାଦ ଗୋପପୁରରେ ଗୋଚାରଣ ଦ୍ୱାରା ଚର୍ମ ପାଦୁକା ପରି କଠିନ ହୋଇଥିଲା ତା ଦ୍ୱାରକ ରାଜଭୋଗରେ ନବପଲ୍ଲବ ପରି ରକ୍ତାଭ ହୋଇ ପଡ଼ିଲା। ଡେଲି ଗୁରୁ ଚରେଇ ଯାଉଥିଲା ଯେତେବେଳେ ପାଦଟା ତୁମ ଚର୍ମ ପାଦୁକା ପରି ପାଦୁକା ଯେଉଁ କଠଉ ଭଳି ଟାଣ ହେଇଥିଲା, ତୁମ ଧଳା ଦେଖାହେଉଥିଲା। କିନ୍ତୁ ଦ୍ୱାରକାର ରାଜଭୋଗରେ ରହିକି ସବୁବେଳେ ଚପଲ ଫପଲ ପିନ୍ଧିକି ଘର ଭିତରେ ଘରକୁ ବାହାରକୁ ବାହାରିଲେନି, ଖାଲି ଗୋଡ଼ ଚାଲିଲେନି, ଯାହାଫଳରେ ଲାଲ ଟକଟକ ହେଲା, ତୁମ ପାଦଟା ଲାଲ ଟକଟକ ଭଳି ଦେଖାଲା। ହରିଣର କାନ ବୋଲି ଭାବୁଥିଲା। ସେ ବ୍ୟାଧକୁ ହରିଣର କାନ ବୋଲି ମନେ ହୋଇଥିଲା। ତେଣୁ ସେ ହରିଣକୁ ମାରିବା ଉଦ୍ଦେଶ୍ୟରେ ସ୍ୱର ଛାଡ଼ିଥିଲା, ଯାହାଫଳରେ ଶ୍ରୀକୃଷ୍ଣଙ୍କ ପାଦରେ ପଡ଼ିଥିଲା। ସେଇଟା ହେଉଛି ତାଙ୍କ କୃତକର୍ମର ପରିଣାମ। ଏଣୁ ନିର୍ବୋଧ ବ୍ୟାଧ ମାନେ ଯେ ହରିଣର କର୍ଣ୍ଣ ଭ୍ରମ ଆଣିଦେବ, ଏଥିରେ ବିଚିତ୍ରତା ବା କ'ଣ ଥିଲା?
ବୁଝିଲା କଥା କ'ଣ? ତେଣୁ ସେ ମନେ ପଡ଼ୁଥିବ ରାଘବଙ୍କ ଲଙ୍କା ଯାତ୍ରା ଅନୁକୂଳ ଅଙ୍ଗଦକୁ ସେ କହିଥିଲେ, ବାଳିକି ତ ମାରି ସାରିଲା ପରେ ଅଙ୍ଗଦ ହୁଁ ହୁଁ ହେଲା। ଅଙ୍ଗଦକୁ କହିଥିଲେ ମୁଁ ତ ବାପାକୁ ଭୁଲ ମାରି ଦେଇଛି, ଲୁଚିକି ମାରିଛି, ତୁ ସେଗୁଡ଼ା ମୋତେ ଲୁଚିକି ମାରିବୁ, ତ ପ୍ରତିଶୋଧ ନେବୁ। ତୋରି ସ୍ୱରରେ ମୁଁ ଛଟପଟ ହେଇ ମରିବି, ତୋ ବାପାକୁ ଭଳିଆ ଛଟପଟ ହେଇ ମରିବି, କିନ୍ତୁ ଏ ଜନ୍ମ ନୁହେଁ ଆର ଜନ୍ମରେ ତୁ ହେବୁ ଶବର ବ୍ୟାଧ, ମୁଁ ହେବି କୃଷ୍ଣ। ତେଣୁ ସେଇ ଅଙ୍ଗଦ ଏଠି ଜନ୍ମ ନେଇଥିଲା ବ୍ୟାଧ ରୂପରେ ଏବଂ ରାମଚନ୍ଦ୍ର ଶ୍ରୀକୃଷ୍ଣ ରୂପରେ ଜନ୍ମ ନେଇଥିଲେ। ତେଣୁ ସେ ପ୍ରତିଶୋଧ ନେଇଛି ତା ପିତୃହତ୍ୟାର। ଏହି ପୁରାତନ ଗାଥାରେ ସତ୍ୟ ରହିଛି। ଏହି ପୁରାତନ ଗାଥାରେ କେଉଁ ପୁରାତନ ଗାଥା? ଏଇ ଶ୍ରୀକୃଷ୍ଣଙ୍କ କଥା। ଶ୍ରୀକୃଷ୍ଣ ଗୋପରେ ରହିକି ପୁଣି ମଥୁରା ଆସିଲେ, ପୁଣି ମଥୁରାର ଗୋପକୁ ଫେରିଲେ ନାହିଁ, ପୁଣି ଗୋପରେ ପ୍ରଭାସ ତୀର୍ଥରେ ଏରେଗାର ବନରେ ତାଙ୍କ ସବୁ ବଂଶଗୋଷ୍ଠୀ ହଣାହଣି ମରିଗଲେ, ଶେଷରେ ସିଏ ବ୍ୟାଧ ଅବସ୍ଥାରେ ମଲେ। ଏଇ ଯେଉଁ ପୁରାତନ ଗାଥା ଏଥିରେ ସତ୍ୟତା ରହିଛି। କ'ଣ ସତ୍ୟତା ରହିଛି ଦେଖିବା ପ୍ରମାଣ କରି। ବହୁ ଶତାବ୍ଦୀରେ ବିସ୍ମୃତି ଭେଦ କରି ତାହା ଆଜି ଆମ୍ଭମାନଙ୍କ ପାଖରେ ପହଞ୍ଚି ପାରିଛି। କୃଷ୍ଣଙ୍କ ନବରାଜ୍ୟର ଅଭରଙ୍କ ସହ ପ୍ରାସାଦ ଆଉ ନାହିଁ, କିନ୍ତୁ ତାଙ୍କ ଗୋପବର ଗୋପ, ବୃନ୍ଦାବନ, ଯମୁନା, ଗୋପୀ, ଗୋପାଳ ଇତ୍ୟାଦି ସବୁ ପୂର୍ବପରେ ରହିଛନ୍ତି। ପୂର୍ବପରି ଆଜି ମଧ୍ୟ ଯମୁନା ବହି ଚାଲିଛି। ବୃନ୍ଦାବନ ପୁଷ୍ପିତ କଦମ୍ବରେ ଆଜି ମଧ୍ୟ ମୟୂରର ଉଦ୍ଧତ ନୃତ୍ୟ ଦେଖାଯାଏ ଓ ଆଜି ମଧ୍ୟ ଦୂରବଂଶୀଶ୍ୱର ଅନୁଡ଼ା ଗୋପକନ୍ୟାଙ୍କର ମନ ଅହେତୁକ ଅନାହୁତ ବ୍ୟଥାରେ ଭାରାକ୍ରାନ୍ତ ହୋଇଉଠେ। ତେଣୁ ସେ କ'ଣ କ'ଣ ସତ୍ୟତା କ'ଣ ଅଛି ନା କୃଷ୍ଣଙ୍କର ଅଭ୍ରଙ୍କଶ ପ୍ରାସାଦ, ଅଭ୍ରଙ୍କଶ ପ୍ରାସାଦ ନାହିଁ, ସେଇଟା ସମୁଦ୍ର ଗର୍ଭରେ ବୁଡ଼ି, ସେଟା ସତ। କିନ୍ତୁ ଆଉ କ'ଣ ଅଛି ନା ସେ ସମୟରେ ଗୋପପୁର ଅଛି, ଏବେ ବି ଅଛି, ବୃନ୍ଦାବନ ଅଛି, ଯମୁନା ନଦୀ ଅଛି, ଯମୁନା ନଦୀ ବହି ଚାଲିଛି, ଗୋପୀ ଗୋପାଳମାନେ ଏପର୍ଯ୍ୟନ୍ତ ସେଠାରେ ଅଛନ୍ତି। ବୃନ୍ଦାବନରେ ଗୋପରେ ଅଛନ୍ତି, ସେମାନେ ସବୁ ଅଛନ୍ତି। ଆଜି ମଧ୍ୟ ଯମୁନା ବହି ଚାଲିଛି। ବୃନ୍ଦାବନର ପୁଷ୍ପିତ କଦମ୍ବ, କଦମ୍ବ ଗଛ ସେଭଳିଆ ଅଛି, ଫୁଲ ଫୁଟୁଛି, ଫୁଲ ଫୁଟୁଥିବା କଦମ୍ବ ଗଛ, ପୁଷ୍ପିତ କଦମ୍ବ। ଏଟା ମୟୂରର ଉଦ୍ଧତ ନୃତ୍ୟ ଦେଖାଏ। ମୟୂର ମଧ୍ୟ ସେଠାରେ ଉଡ଼ି ବୁଲୁଛି। ଏବଂ ଆଜି ମଧ୍ୟ ବଂଶୀଶ୍ୱର ଅନୁଡ଼ା ଗୋପକନ୍ୟାଙ୍କର ଉଢ଼ା, ଅନୁଡ଼ା ଭାଙ୍ଗିଦେବା, ଉଢ଼ା ମାନେ ଅବିବାହିତା ଗୋପକନ୍ୟାଙ୍କର ମନ ଅହେତୁକ ଓ ଅନାହୁତ ବ୍ୟଥାରେ ଭାରାକ୍ରାନ୍ତ। ଅହେତୁକ ନାହିଁ ହେତୁ ଯାହାର, ଜହିରେ କାରଣହୀନ ବା ନିଃସ୍ୱାର୍ଥ ବା ସ୍ୱତଃସିଦ୍ଧ ଅକୃତ୍ରିମ ବା ନିଃସ୍ୱାର୍ଥ ଲେଖିବା ବା ସ୍ୱତଃସିଦ୍ଧ ମନ ସ୍ୱତଃସିଦ୍ଧ ଅନାହୁତ ଆହୁତ, ଯାହାକୁ ଡକାଯାଏ ନାହିଁ ବା ଅନିମନ୍ତ୍ରିତ ବ୍ୟଥାରେ ଭାରାକ୍ରାନ୍ତ ହେଉଠେ। ବୁଝ କ'ଣ? ଅନୁଗୁଡ଼ା ଗୋପକନ୍ୟାମାନଙ୍କର କାରଣହୀନ ବା ନିଃସ୍ୱାର୍ଥ ଆଉ ଅନିମନ୍ତ୍ରିତ ବ୍ୟଥା, ଯେ ବ୍ୟଥାଟାକୁ ଡକାଯାଏ ନାହିଁ। ହଠାତ୍ ଗୋଟେ ଶୁଣିଦେଲା କ୍ଷଣି ମନଟା ବ୍ୟଥାରେ ଭାରାକ୍ରାନ୍ତ ହୋଇପଡ଼ୁଛି, ବ୍ୟଥା ଦେଖାଯାଉଛି ମନରେ। ଶ୍ରୀକୃଷ୍ଣ ଏ ଅମର ଗାଥାର ବହୁ କଥା ଶିଖିବାର ଅଛି। ବୁଝିହେଉଛି ନା ନାହିଁ? ଏହା ସତ୍ୟ ଯେ ଭାରତୀୟ ଅର୍ଥନୀତି ବେଷ୍ଟନୀରେ ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିକୁ ଥୋଇ ଦିଆଯାଇଛି। ଭାରତୀୟ ଅର୍ଥନୈତିକ ବେଷ୍ଟନୀରେ ପାଶ୍ଚାତ୍ୟ ଶିକ୍ଷା ପଦ୍ଧତି, ପାଶ୍ଚାତ୍ୟ ଶିକ୍ଷା ଅନୁସାରେ ଆମେ ଇଲେକ୍ଟ୍ରୋନିକ୍ସ ବା ଆମେ ଯେଉଁଟାକି କମ୍ପ୍ୟୁଟର ଏସବୁ ଆମେ ପଢ଼ୁଛୁ, ଟେକ୍ନୋଲୋଜି ପଢ଼ୁଛୁ, ଆମେ ଜାଣୁଛୁ, ସେଇ ଅନୁସାରେ ଆମେ ଚାକିରି କରୁଛୁ। ତେଣୁ ସେଇ ଶିକ୍ଷା ପଦ୍ଧତି ଆମେ ବର୍ତ୍ତମାନ ପାଇ ଚାଲୁଛୁ। ପାଶ୍ଚାତ୍ୟ ଶିକ୍ଷାର ଶିକ୍ଷିତ ଭାରତୀୟ ଅର୍ଥନୀତି ବେଷ୍ଟନରେ ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିକୁ ଥୋଇ ଦିଆଯାଇଛି। ପଡ଼ିଯିବ ଭାରତୀୟ ଅର୍ଥନୀତି ବେଷ୍ଟନରେ କାହାକୁ ଥୋଇ ଦିଆଯାଇଛି? ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିକୁ। ବୁଝିଲା? ତା ପୂର୍ବରୁ ଆମେ ଦେଖିଦେବା ଯେ କ'ଣ କହିଲା, କୃଷ୍ଣଙ୍କ ସମୟରେ ବର୍ତ୍ତମାନ କ'ଣ ନାହିଁ? ଅଭ୍ରଙ୍କଶ ପ୍ରାସାଦ ନାହିଁ। ବୃନ୍ଦାବନରେ କାହାର ଉଦ୍ଧତ ନୃତ୍ୟ ଦେଖାଯାଏ? ଆଜି ମୟୂରର ଉଦ୍ଧତ ଦେଖାଯାଏ। ଦୂରବଂଶୀ ସୋନରେ କାହାର ମନ ଅହେତୁକ ଅନାହୁତ ବ୍ୟଥାରେ ଭାରାକ୍ରାନ୍ତ ହୋଇଉଠେ? ଗୋପକନ୍ୟାଙ୍କର, ଅନୁଡ଼ା ଗୋପକନ୍ୟାଙ୍କର। ବୁଝିଲା? ଏଣୁ ପାଶ୍ଚାତ୍ୟ ଶିକ୍ଷାର ଶିକ୍ଷିତ ମାନେ ଯେ ପାଶ୍ଚାତ୍ୟ ଜୀବନଧାରଣ ମାନ ଅନୁସରଣ କରିବା ନିଶ୍ଚିତ କଥା। ପାଶ୍ଚାତ୍ୟ ଶିକ୍ଷାର ଶିକ୍ଷିତ ମାନେ ଯେଉଁ ପାଶ୍ଚାତ୍ୟ ଶିକ୍ଷାକୁ ପାଠ ପଢ଼ିଲେ, ଶିକ୍ଷା ଗ୍ରହଣ କଲେ, ସେହି ଅନୁସାରେ ଷ୍ଟାଇଲ୍ ଜୀବନଯାପନ କରିବେ। ଟାଇଟାକୁ ପିନ୍ଧିବେ, ନେକ୍ଟାଇଟାକୁ ପିନ୍ଧିବେ ନା କ'ଣ? ନେକ୍ଟାଇଟାକୁ ପିନ୍ଧିବେ, ନିଜର ପ୍ୟାଣ୍ଟ ସାର୍ଟ ରୁଚି ଅନୁସାରେ କରିବେ, ଖାଦ୍ୟ ମଧ୍ୟ ସେ କରିବେ, ସେଇଟା ନିଶ୍ଚିତ କଥା। କାରଣ ସେଇ ଅନୁସାରେ ସେମାନେ ବଢ଼ିକି ଆସିଲେ, ସେଣୁ ସେଇ ଜୀବନଯାପନ ସେମାନେ ନିଶ୍ଚିତ କରିବେ। ଏହା ନିଶ୍ଚିତ। ତଥାପି ବହୁ ସହସ୍ର ଶିକ୍ଷିତ ମଧ୍ୟରୁ କିନ୍ତୁ ସେମାନଙ୍କ ମଧ୍ୟରୁ ଯେଉଁମାନେ ମହାନୁଭବତାର ପରିଧିକୁ ପଲ୍ଲୀଗ୍ରାମ ପ୍ରଥମେ ଆରମ୍ଭ କରି ବିଶ୍ୱ ପର୍ଯ୍ୟନ୍ତ ବ୍ୟାପ୍ତ କରିଛନ୍ତି, ସେଇମାନେ ହିଁ ଆମମାନଙ୍କ ନମସ୍ୟ। ଯେ ପାଶ୍ଚାତ୍ୟ ଶିକ୍ଷାର ଶିକ୍ଷିତମାନେ
ନିଶ୍ଚୟ ତାଙ୍କ ଶିକ୍ଷା ଅନୁଯାୟୀ ଚାକିରି କରିବେ। ଚାକିରି ତ ଗାଁରେ ନୁହେଁ, ସହରରେ ନିଶ୍ଚୟ ରହିବେ ବା ବିଦେଶରେ ଚାକିରି କରିବେ। ସେଠାରେ ଘରଫର ନିଶ୍ଚୟ କରିବେ, ସେଠାରେ ସେମାନଙ୍କ ସହିତ ମିଶିବେ, ସେମାନଙ୍କ ସହିତ ବାସ କରିବେ, ଏଇଟା ନିଶ୍ଚିତ କଥା। କିନ୍ତୁ ଯେ ଗାଁକୁ ଭୁଲି ବସିବା ସେଇଟା ହେଉଛି ଭୁଲ। ସେମାନେ ରୁହନ୍ତୁ କିନ୍ତୁ ଗାଁ ସହିତ ସମ୍ପର୍କ ରଖନ୍ତୁ। ସେ କଥା ସେ କହୁଛି ଯେ ଯେଉଁମାନେ ସେମାନଙ୍କର ମହାନୁଭବତାର ପରିଧିକୁ ପଲ୍ଲୀଗ୍ରାମ ପ୍ରଥମେ ଆରମ୍ଭ କରି ବିଶ୍ୱ ପର୍ଯ୍ୟନ୍ତ ବ୍ୟକ୍ତ କରିଛନ୍ତି, ସେଇମାନେ ହିଁ ଆମମାନଙ୍କ ନମସ୍ୟ। ତେଣୁ ଗାଁର ଉନ୍ନତି କରି ଯାଇଛନ୍ତି। ସେମାନେ ଚାକିରି ବାକିରି କରିସାରିଲା ପରେ ଧନ ରୋଜଗାର କଲା ପାଇଁ ଗାଁର ଉନ୍ନତି କରି ଯିବେ, ତାପରେ ବିଶ୍ୱ ପର୍ଯ୍ୟନ୍ତ ଯିବେ। ସେଇମାନେ ହେଉଛନ୍ତି ଆମର ନମସ୍ୟ। କିନ୍ତୁ ଏହି ସ୍ୱାଭାବିକ ପନ୍ଥା ଛାଡ଼ି ଯେଉଁମାନେ ଗ୍ରୀଷ୍ମ ଦେବତା ଏଟଲାସ ପରି ସମସ୍ତ ବିଶ୍ୱର ଭାବ ବହନ କରିଛନ୍ତି ବୋଲି କୁବ୍ଜ ହୋଇ ଚାଲନ୍ତି, ସେମାନେ ଖାଲି ପ୍ରବଞ୍ଚନା କରନ୍ତି। ଯେ ଏଟଲାସ କେଉଁ ଦେଶର ଦେବତା ଅଛନ୍ତି? ଗ୍ରୀସ୍ ଦେଶର ଦେବତା। କେଉଁ ଦେବତା କୁବ୍ଜ ହୋଇ ଚାଲନ୍ତି ବା କୁଜା ହୋଇ ଚାଲନ୍ତି? ଏଟଲାସ ଦେବତା କହନ୍ତି। ଏଟଲାସ ଦେବତା କୁବ୍ଜ ହୋଇ କାହିଁ ଚାଲନ୍ତି? ବିଶ୍ୱର ସମସ୍ତ ଭାର ବହନ କରିଛନ୍ତି ବୋଲି। ବିଶ୍ୱର ସମସ୍ତ ଭାର ବହନ କରିଛନ୍ତି ବୋଲି କହି ଏଟଲାସ ଯେ କୁବ୍ଜ ହୋଇ ଚାଲନ୍ତି, ତାଦ୍ୱାରା ସେମାନେ ସେ କ'ଣ କରିଥାନ୍ତି? ସେ ପ୍ରବଞ୍ଚନା କରିଥାନ୍ତି, ଠକେଇଥାନ୍ତି। ତେଣୁ ଶେଷରେ ସେ କହୁଛନ୍ତି, ଯେ ଭଲ ଗ୍ରାମବାସୀ ନୁହେଁ ସେ ଭଲ ଓଡ଼ିଶାବାସୀ ନୁହେଁ, ଯେ ଭଲ ଓଡ଼ିଶାବାସୀ ନୁହେଁ ସେ ଭଲ ଭାରତବାସୀ ନୁହେଁ, ଯେ ଭଲ ଭାରତବାସୀ ନୁହେଁ ସେ ଭଲ ବିଶ୍ୱବାସୀ ହୋଇନପାରେ। ତେଣୁ ଭଲ ଗ୍ରାମବାସୀ କାହାକୁ କହିବା? ଭଲ ଗ୍ରାମବାସୀ ଆମେ ଦେଖିବା ପ୍ରଥମେ। ଯିଏ ଭଲ ପରିବାରବାସୀ, ପରିବାର ସହିତ ଯାହାର ଭଲ ସମ୍ପର୍କ ଥିବ ସେ ନିଶ୍ଚୟ ଭଲ ଗ୍ରାମବାସୀ ହୋଇପାରିବ। ଗାଁର ସବୁ ଲୋକଙ୍କ ସହିତ ତାର ଭଲ ସମ୍ପର୍କ ରହିବ। ପରିବାରର ଯିଏ କଳିକଜିଆ ଲାଗୁଥିବ ଗାଁ ଲୋକଙ୍କ ସହିତ କେମିତି ଭଲ ହେବ? ଗାଁର ଯିଏ ଉନ୍ନତି କରିନାହିଁ, ଗାଁର ଯିଏ ଲୋକଙ୍କୁ ଭଲ ପାଇନାହିଁ, ସେମାନଙ୍କ ସୁଖ ଦୁଃଖ ସାଇ ନାହିଁ, ସେ କିନ୍ତୁ ଭଲ ରାଜ୍ୟବାସୀ ହୋଇପାରିବ? ବୁଝିଲେ କ'ଣ? କିଏ ଭଲ ଓଡ଼ିଶାବାସୀ? ଯିଏ ଭଲ ଗ୍ରାମବାସୀ। ତ ଉଲ୍ଟେଇ ଦିଏ ସବୁ। ଯେ ଭଲ ଗ୍ରାମବାସୀ ନୁହେଁ ସେ ଭଲ ଓଡ଼ିଶାବାସୀ ନୁହେଁ। ତ ଭଲ ଓଡ଼ିଶାବାସୀ କିଏ ନୁହେଁ? ଯେ ଭଲ ଗ୍ରାମବାସୀ ନୁହେଁ। କିନ୍ତୁ ତାପରେ ଆମେ କହିଦେବା, ତା ଉଲ୍ଟେଇ ଦେଲେ ଭଲ ଓଡ଼ିଶାବାସୀ କାହା କହିବା? ଯେ ଭଲ ଗ୍ରାମବାସୀ। ଭଲ ଭାରତବାସୀ କାହା? ଯିଏ ଭଲ ଓଡ଼ିଶାବାସୀ। ଭଲ ବିଶ୍ୱବାସୀ କିଏ? ନା ଯିଏ ଭଲ ଭାରତବାସୀ। ଯେ ଭଲ ଗ୍ରାମବାସୀ ହେଲେ ଭଲ ଓଡ଼ିଶାବାସୀ ହୋଇପାରିବ, ତାପରେ ଭଲ ଭାରତବାସୀ ହୋଇପାରିବ, ତାପରେ ଭଲ ବିଶ୍ୱବାସୀ ହୋଇପାରିବ। ତ ସେ ପାଇଁ ମୂଳରୁ ନିଜର ଆଚରଣକୁ, ନିଜର ଚାଲିଚଳନକୁ, କଥାବାର୍ତ୍ତାକୁ ଆଉ ନିଜର ଯେଉଁ ସବୁଗୁଡ଼ାକୁ ପରିବର୍ତ୍ତନ କରିବାକୁ ପଡ଼ିବ, ସେକୁ ସୁଧାର ଆଣିବାକୁ ପଡ଼ିବ। ଆଉ ନିଜକୁ ଯଦି ନ ବଦଳେଇବା, ନିଜକୁ ଯଦି ସେହି ଅନୁସାରେ ଆମେ ନ କରିବା, ତେଣୁ ଆମେ ଗୋଟେ ମହତ୍ ବ୍ୟକ୍ତି ହୋଇପାରିବା ନାହିଁ, ସମସ୍ତଙ୍କ ଆଦରଣୀୟ ହୋଇପାରିବା ନାହିଁ, ସମସ୍ତ ପ୍ରଶଂସାର ପାତ୍ର ହୋଇପାରିବା ନାହିଁ। ତେଣୁ ସେ ପାଇଁ ପ୍ରଥମେ ପଲ୍ଲୀ ଯେଉଁଠାରେ ଆମେ ଜନ୍ମଗ୍ରହଣ କରିଛନ୍ତି ସେ ଏରିଆଟାକୁ ଆମେ ଉନ୍ନତି କରିବା ଦରକାର। ସେ ଏରିଆକୁ ଭଲ ପାଇବା ଦରକାର। ସେ ଏରିଆର ସମସ୍ତ ସୁଖ ଦୁଃଖର ସାଥୀ ହେବା ଦରକାର। ସେମାନଙ୍କୁ ହେଲା ପରେ ତାପରେ ଆମେ ରାଜ୍ୟକୁ ଯିବା, ଗାଁ ଛାଡ଼ି ଛାଡ଼ିକି ରାଜ୍ୟକୁ ଯିବା, ତାପରେ ଦେଶକୁ ଯିବା, ତାପରେ ବିଶ୍ୱକୁ ଯିବା। ଆମେ ତାକୁ ନ କହିକି ଏକାଥରେ କହି ଆମେ ବିଶ୍ୱବାସୀ ହେଇପାରିବୁ, ତାହେଲେ ଆମେ କିଛି ହେଇପାରିବା ନାହିଁ। ବୁଝିଲେ କଥା? ତେଣୁ ଯେଉଁମାନେ ପାଶ୍ଚାତ୍ୟ ଶିକ୍ଷାର ସମସ୍ତ ନିଗଡ଼ ଛିନ୍ନ କରି ସେମାନଙ୍କ ମହାନୁଭବତାର ପରିଧିକୁ ପ୍ରଥମେ ପଲ୍ଲୀରୁ ଆରମ୍ଭ କରି ସମଗ୍ର ଓଡ଼ିଶା ଭାରତବର୍ଷକୁ ବ୍ୟାପ୍ତ କରିପାରନ୍ତି, ସେମାନେ ଆମମାନଙ୍କ ନମସ୍ୟ ହୁଅନ୍ତି। ଯେଉଁମାନେ ପାଶ୍ଚାତ୍ୟ ଶିକ୍ଷାର ସମସ୍ତ ନିଗଡ଼ ଛିନ୍ନ କରି ନିଗଡ଼ ବନ୍ଧନ ବା ରଜ୍ଜୁ ବା ଶୃଙ୍ଖଳ ବା ବେଡ଼ି, ସମସ୍ତ ନିଗଡ଼ ସମସ୍ତ ବନ୍ଧନ ବା ସମସ୍ତ ରଜ୍ଜୁ ବା ସମସ୍ତ ଶୃଙ୍ଖଳ ବା ସମସ୍ତ ବେଡ଼ି, ବୁଝିଲ କ'ଣ? ତେଣୁ ସମସ୍ତ ବନ୍ଧନକୁ ଛିନ୍ନ କରି ସେମାନଙ୍କ ମହାନୁଭବତାର ପରିଧିକୁ ପ୍ରଥମେ ପଲ୍ଲୀରୁ ଆରମ୍ଭ କରି ସମଗ୍ର ଓଡ଼ିଶା ଭାରତବର୍ଷକୁ ବ୍ୟାପ୍ତ କରିପାରନ୍ତି, ସେମାନେ ଆମମାନଙ୍କର ନମସ୍ୟ ଅଟନ୍ତି। ସେମାନେ ପୂଜ୍ୟ ହୁଅନ୍ତି, ସେମାନେ ବରଣ୍ୟ ହୁଅନ୍ତି। ବୁଝିଲେ ତ? ତେଣୁ ସେଇମାନଙ୍କୁ ଆମେ ନମସ୍କାର କରିବା, ପୂଜା କରିବା ଏବଂ ତାଙ୍କୁ ସମ୍ମାନ ଜଣାଇବା। ଯିଏ କ'ଣ କରିବା? ଯେ ସେମାନଙ୍କୁ ଆଦର୍ଶ ଭାବରେ ଗ୍ରହଣ କରିନେବା, ଆମମାନଙ୍କ ଆଦର୍ଶ ଭାବେ ଗ୍ରହଣ କରିବା। ଯେ ପଲ୍ଲୀରୁ ପ୍ରଥମେ ଆରମ୍ଭ କରି ପୁଣି ଶେଷରେ ଓଡ଼ିଶା ରାଜ୍ୟ ଭାରତବର୍ଷ ପର୍ଯ୍ୟନ୍ତ, ଏ ବିଶ୍ୱବାସୀ ପର୍ଯ୍ୟନ୍ତ ନିଜକୁ ବ୍ୟକ୍ତ କରିପାରିଥାନ୍ତି। ବୁଝିଲା ତ? ଇଏ ହେଲା ଜନ୍ମଭୂମି। ଆମେ ପୁରା ବିଷୟଟା ସରିଲା, ତୃତୀୟ ପାର୍ଟରେ ସରିଲା। ତେଣୁ ସେଇ ଅନୁସାରେ ତୁମେ ଦେଖିବ। ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର ମୁଁ ସବୁ ଦେଇଅଛି। ସରଳାର୍ଥ ଲଙ୍ଗ କ୍ୱେଶ୍ଚନ୍ ସମୟ ଯଦି ହେବ ମୁଁ ତୁମକୁ ଲେଖି ପଠାଇବି। ଧନ୍ୟବାଦ।